Audio Jungle. ହ୍ୟାଲୋ ପିଲାମାନେ, ସମସ୍ତଙ୍କୁ ଟିଏଫଏଲ୍ ଓଡ଼ିଆରେ ବହୁତ ବହୁତ ସ୍ୱାଗତ। ଆଜି ଆମେ ଏକ ଆମର ନୂଆ ବିଷୟ ଷ୍ଟାର୍ଟ କରିବା। ନୂଆ ବିଷୟଟି କ'ଣ ନା ଆମର ନୂଆ ବିଷୟ ହେଉଛି ଭୂସମ୍ବଳ। ଆଜି ଆମେ ଭୂସମ୍ବଳ ବିଷୟରେ ଆଲୋଚନା କରିବା। ପୂର୍ବ ଭିଡ଼ିଓମାନଙ୍କରେ ଆମେ ଦେଖିଥିଲେ ସମ୍ବଳ କ'ଣ, ସମ୍ବଳ ଆମ ପାଇଁ ଦୈନନ୍ଦିନ ଜୀବନ ପାଇଁ କେତେ ମୂଲ୍ୟବାନ, କେଉଁ ସବୁ କାର୍ଯ୍ୟରେ ଆମେ ତାକୁ ବ୍ୟବହାର କରୁଛନ୍ତି, ଆମେ କିପରି ସମ୍ବଳକୁ ପ୍ରାକୃତିକ ସମ୍ବଳକୁ ଆମେ ନିଜର ଜ୍ଞାନକୌଶଳ ମାଧ୍ୟମରେ ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗ କରି ତାକୁ ଆମେ ଆମର ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି। ସେହିସବୁ ଦେଖିଥିଲେ ଯେ ସମ୍ବଳ ଆମ ପାଇଁ କେତେ ମୂଲ୍ୟବାନ। ତାପରେ ଆମେ ପଢ଼ିଥିଲେ ସମ୍ବଳର କ୍ଷୟ କେମିତି ଆମେ କରୁଛନ୍ତି, ସମ୍ବଳ କ୍ଷୟ ହେବା ଦ୍ୱାରା ଆମ ବାୟୁମଣ୍ଡଳରେ କେତେ ତା'ର ପ୍ରଭାବ ପଡ଼ୁଛି, ସେଇଟା ଆମ ଭବିଷ୍ୟତ ପାଇଁ କେତେ ଯେ ହାନି ସେସବୁ ପଢ଼ିଥିଲେ। ତାକୁ ରଖିବା ପାଇଁ କେତେ ସବୁ ନିୟମ ଆମେ ଦେଖିଥିଲେ। ଧାରଣୀୟ ବିକାଶ କ'ଣ ଆମେ ପଢ଼ିଥିଲେ। 3R ଯେଉଁ ରହିଛି ଆମର ତାର ସେଇ ରୁଲ୍କୁ ପଢ଼ିଥିଲେ। ଆଉ ସବୁ ଗୁରୁତ୍ୱପୂର୍ଣ୍ଣ ନିୟମ ଉପରେ ଆମେ ଆଲୋଚନା କରିଥିଲେ। ଠିକ୍ ଅଛି, ଆଜି ଆମେ ଏକ ନୂଆ ଚାପ୍ଟର ତୁମର ଭୂସମ୍ବଳ ଦେଖିବା। ଠିକ୍ ଅଛି ପିଲାମାନେ, ଚାଲ ଷ୍ଟାର୍ଟ କରିବା। ତ ଦେଖିବା ଭୂସମ୍ବଳ କ'ଣ ନା ଭୂସମ୍ବଳ ହେଉଛି ଆମେ ଭୂମି ବା ଜମି ଉପରେ ବାସ କରୁ। ଆମର ସବୁ ପ୍ରକାର ସାମାଜିକ ଓ ଆର୍ଥିକ କାର୍ଯ୍ୟକଳାପ ଯଥା ଚାଷ, ବ୍ୟବସାୟ, ରହିବା, ଏହା ସବୁ ଆମେ ଭୂମି ଉପରେ ହିଁ କରିଥାଉ। ତେଣୁ ଭୂମି ହେଉଛି ଏକ ମୌଳିକ ପ୍ରାକୃତିକ ସମ୍ବଳ। ଠିକ୍ ଅଛି, ବୁଝିପାରିଲ ନା? ଆମେ ଦେଖ ପିଲାମାନେ, ଭୂମି ଉପରେ ରହୁଛନ୍ତି ସମସ୍ତେ, ଆମେ ଜମି ବା ଭୂମି ଉପରେ ରହୁଛନ୍ତି। ସବୁ ପ୍ରକାର ସାମାଜିକ ଏବଂ ଆର୍ଥିକ କାର୍ଯ୍ୟକଳାପ ଆମେ ଭୂମିରେ ହିଁ କରୁଛନ୍ତି। ତେଣୁ ଭୂମି ଗୋଟେ ହେଉଛି କ'ଣ, ଏଇ ଜିନିଷଟି ମନେ ରଖିବ, କ୍ୱେଶ୍ଚିନ୍ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଭୂମି ହେଉଛି ଏକ ମୌଳିକ ପ୍ରାକୃତିକ ସମ୍ବଳ। ମୌଳିକ ମାନେ ଆମ ପର୍ସନାଲ, ମୌଳିକ ମାନେ ନିଜ ନିଜର ସ୍ୱତନ୍ତ୍ର, ଏବଂ ପ୍ରାକୃତିକ ଆମର ଏଟା ଭଗବାନଙ୍କର ଦେୟ। ତ ମୌଳିକ ପ୍ରାକୃତିକ ସମ୍ବଳ। ଭୂସମ୍ବଳ ଗୋଟେ କ'ଣ ନା ମୌଳିକ ପ୍ରାକୃତିକ ସମ୍ବଳ। ତାପରେ ଭୂସମ୍ବଳର ବ୍ୟବହାର ଦେଖ, ମଣିଷ ବିଭିନ୍ନ କାମରେ ଭୂମିକୁ ବ୍ୟବହାର କରିଥାଏ। ଯେମିତିକି ମୌଳିକ ଆବଶ୍ୟକତା, ଖାଦ୍ୟ, ବସ୍ତ୍ର, ବାସଗୃହରେ ଆମେ ଭୂମି ଉପରେ ନିର୍ଭର କରୁ। ଆମେ ଆମର ମୌଳିକ ଆବଶ୍ୟକତା ଯେମିତି ବେସିକ୍ ନିଡ୍ସକୁ ଖାଦ୍ୟ, ବସ୍ତ୍ର, ବାସଗୃହ ପାଇଁ ଆମେ ଭୂମି ଉପରେ ନିର୍ଭର କରୁ କି ନାହିଁ? କରନ୍ତି। ତ ସମସ୍ତେ କରନ୍ତି ଆମ ପିଲାମାନେ। ତ କୃଷି, ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ଆମେ କୋଉଠି କରୁ? ଭୂମିରେ ହିଁ କରନ୍ତି। ଆଉ ଅନୁଷ୍ଠାନ, ସ୍କୁଲ, କଲେଜ, ଡାକ୍ତରଖାନା, ଯେତେ ସବୁ ବଡ଼ ବଡ଼ ବିଲ୍ଡିଂ, ବଡ଼ ବଡ଼ ଘର, କୋଠାଘର ସବୁ କୋଉଠି ହେଉଛି? ଭୂମିରେ ହିଁ ତିଆରି ହେଉଛି। ଆଉ ପରିବହନ, ରାସ୍ତାଘାଟ, ରେଳପଥ, ବିମାନ ବନ୍ଦର ପାଇଁ ମଧ୍ୟ ଆମର ଭୂମି ଉପରେ ହିଁ ସବୁ କିଛି କରାହଉଛି। ଖଣିଜ ଦ୍ରବ୍ୟ, ଆମର ମାଟି ତଳୁ ବା ଭୂମି ତଳୁ ଆମେ ବିଭିନ୍ନ ପ୍ରକାର ମୂଲ୍ୟବାନ ଖଣିଜ ଦ୍ରବ୍ୟ ପାଇଥାଉ। ତାପରେ ଜଙ୍ଗଲ, ବନ୍ୟଜନ୍ତୁ, ପ୍ରାକୃତିକ ପରିବେଶ ମଧ୍ୟ ଭୂମିର ଏକ ଆଧାର। ଠିକ୍ ଅଛି, ବୁଝିପାରିଲ ନା? ଏଠି କ'ଣ କହୁଛି, ଆମର ଭୂସମ୍ବଳର ବ୍ୟବହାର, ଏଇଟା ମନେ ରଖିଦବ। ଭୂସମ୍ବଳର ପ୍ରଥମ ବ୍ୟବହାର ଆମର କ'ଣ? ମୌଳିକ ଆବଶ୍ୟକତା। ତାପରେ କୃଷିରେ ବି ଭୂମିରେ ହିଁ କୃଷି କରିଥାନ୍ତି। ଏତିକି ସବୁ ଅନୁଷ୍ଠାନ ଆମେ ଭୂମିରେ ହିଁ ଗଠନ, ଭୂମି ଉପରେ ହିଁ ହେଇଥାଏ। ତାପରେ ପରିବହନ ପାଇଁ ମଧ୍ୟ ରାସ୍ତା ଘାଟ ସବୁ ଜମି ଉପରେ ହେଇଥାଏ। ଖଣିଜ ଦ୍ରବ୍ୟ ମଧ୍ୟ ଆମେ ମାଟି ତଳୁ ପାଇଥାନ୍ତି। ଜଙ୍ଗଲ ମଧ୍ୟ, ବନ୍ୟଜନ୍ତୁ ଓ ପ୍ରାକୃତିକ ପରିବେଶ ଭୂମି ଉପରେ ଆଧାର। ଠିକ୍ ଅଛି, ବୁଝିପାରିଲ ଭୂସମ୍ବଳ କ'ଣ? ଭୂସମ୍ବଳକୁ କ'ଣ କୁହାଯାଏ ନା ଭୂସମ୍ବଳକୁ ମୌଳିକ ପ୍ରାକୃତିକ ସମ୍ବଳ ବୋଲି କୁହାଯାଏ। ତାପରେ ଭୂସମ୍ବଳର ବ୍ୟବହାର ଦେଖିଲେ ଆମେ। ଠିକ୍ ଅଛି, ବୁଝିପାରିଲ? ନେକ୍ସଟ ସ୍ଲାଇଡ୍ ଯିବା। ତାପରେ ଠିକ୍ ଅଛି, ତାପରେ ଦେଖିବା ଭାରତର ଭୌଗୋଳିକ ଅବସ୍ଥିତି। କ'ଣ ଦେଖିବା? ଭୌଗୋଳିକ ଅବସ୍ଥିତି। ଭାରତ ଗୋଟିଏ ଆମର ବିଶାଳ ଦେଶ। ଏହାର ଅବସ୍ଥିତି ବିଷୟରେ କିଛି ମୁଖ୍ୟ ତଥ୍ୟ, ଏଇଟା ପିଲାମାନେ ମନେ ରଖିବ। ଅକ୍ଷାଂଶ ଦ୍ରାଘିମା, ଜାଣିଛ ଆମର ଅକ୍ଷାଂଶ ଦ୍ରାଘିମା? ଆମର ଅକ୍ଷାଂଶ କ'ଣ ରେ ପିଲାମାନେ? ଆମର ଅକ୍ଷାଂଶ କ'ଣ, ଦ୍ରାଘିମା କ'ଣ? ନା ପିଲାମାନେ, ଆମର ପୃଥିବୀ ଉପରେ ଆମର କିଛି ସେମିତି କାଳ୍ପନିକ ରେଖା ସବୁ ବୈଜ୍ଞାନିକ ମାନେ ଗଠନ କରିଛନ୍ତି। କାଳ୍ପନିକ ରେଖା, ଯେମିତିକି ତାକୁ ଆମେ କ'ଣ କହୁଛନ୍ତି ନା ଅକ୍ଷାଂଶ ଆଉ ଦ୍ରାଘିମା ବୋଲି କହୁଛନ୍ତି। ଧର ଆମର ପୃଥିବୀ, ଏମିତି ଆମେ ଅକ୍ଷାଂଶ ଦ୍ରାଘିମା ଯୋଉ ସବୁ ଗୁଡ଼ିକ, ଏଇଟା ଆମର ଏଇ ଟାଇପର ହେଲା, ଏଇ ସବୁକୁ ଆମେ କହିଲେ ଅକ୍ଷାଂଶ। ଏଗୁଡ଼ା ସବୁ ଅକ୍ଷାଂଶ, ବୁଝିପାରିଲ? ମାନେ ବାମରୁ ଡାହାଣକୁ। ଆଉ ଯୋଉଗୁଡ଼ା ଏମିତି ଉପରୁ ତଳକୁ, ସେଇଗୁଡ଼ାକ ହେଲା ଆମର ଦ୍ରାଘିମା। ଏଗୁଡ଼ା ଆମର ଦ୍ରାଘିମା। ଠିକ୍ ଅଛି ନା? ଏଇଗୁଡ଼ିକ ସବୁ ଏମିତି କାଳ୍ପନିକ ଲାଇନ, ଆମର କାଳ୍ପନିକ ରେଖା ଗୁଡ଼ିକ ସବୁ ପୃଥିବୀର ଦିଆଯାଇଛି ସବୁ ଏରିଆରେ। ତ ଏସବୁ ଦେବାର ଦରକାର କ'ଣ ପାଇଁ ନା, ଦେଖ, ପୃଥିବୀ ଗୋଟେ ଏମିତି ଆମର, ଆମେ କୌଣସି ଗୋଟେ ଜାଗାକୁ, ସବୁ ଜିନିଷ, ସବୁ ଏରିଆକୁ ତ ଆମେ ଜାଣିପାରିବାନି ନା। ସବୁ ଦେଶର ସବୁ ଏରିଆକୁ ଆମେ ଏଇ କାଳ୍ପନିକ ରେଖା ମାଧ୍ୟମରେ ଗୋଟେ
ଆକ୍ଚୁଆଲ କରେକ୍ଟ ଆମେ ମାନେ କଣ ପଏଣ୍ଟ ପାଆନ୍ତି। ଏଇ ଜାଗାର ଏତିକି ଅକ୍ଷାଂଶ ଏତିକି ଦ୍ରାଘିମାରେ ଏଇ ଏରିଆଟି ଅବସ୍ଥିତ, ଏଇ ଜାଗାଟି ଅବସ୍ଥିତ। ସେଟା ଗୋଟେ ଆମେ ନମ୍ବରରେ ଜିନିଷଟି ପାଇଯାନ୍ତି। ତାପରେ ଆମେ ମ୍ୟାଥରେ ବ୍ୟବହାର କଲାବେଳେ ଅକ୍ଷାଂଶ ଦ୍ରାଘିମାକୁ ବହୁତ ବ୍ୟବହାର କରାଯାଏ। ତାପରେ ଆମେ ଆମର ଯୋଉ ଟାଇମ ଦେଖୁଛନ୍ତି, ଟାଇମ ମଧ୍ୟ ଆମର ଅକ୍ଷାଂଶ ଦ୍ରାଘିମା ଦ୍ୱାରା ହିଁ ନିର୍ଦ୍ଧାରିତ କରାଯାଇଥାଏ। ବୁଝିପାରୁଛ ପିଲାମାନେ? ଆଉ ତାପରେ ଆମର ଯେତେ ସବୁ ଗ୍ଲୋବାଲ ମାନେ ୱାର୍ଲଡ ୱାଇଡ ଯେତେ ସବୁ ନେଭିଗେସନ, GIS, GPS ଏଗୁଡ଼ା ସବୁ ଆଗକୁ ତମେ ପଢିବ, ସେଥିରେ ମଧ୍ୟ ଅକ୍ଷାଂଶ ଦ୍ରାଘିମାର ବ୍ୟବହାର ଦ୍ୱାରା ହିଁ ଦ୍ରାଘିମା ଦ୍ୱାରା ହିଁ କରାଯାଏ। ତ ମାନେ ଆମର ମେନ୍ ଅକ୍ଷାଂଶ ତ ମାନେ କୋଉଟା କହିଲ? ଆମର ମେନ୍ ଅକ୍ଷାଂଶ ଏଇଟା ଯୋଉ ଆମେ କୁହନ୍ତି କଣ ଏଟା ବିଷୁବରେଖା। ତ ଏଇଟା ସବୁଠୁ ଆମର ସେଣ୍ଟରରେ ଅଛି ପୃଥିବୀର ଅବସ୍ଥିତି। ବୁଝିପାରୁଛ? ତା ଉପରକୁ ଏଠିକି 23 ଡିଗ୍ରୀ ରେ କୋଉଟା ଅଛି ଆମର? ଆମର କୋଉଟା ଅଛି ତମର? ଏପଟେ ଆମର କର୍କଟ କ୍ରାନ୍ତି ଅଛି। ତାପରେ ଆମର ଦକ୍ଷିଣ ଗୋଲାର୍ଦ୍ଧରେ କଣ ଅଛି? ଏପଟେ ଆମର ମକର କ୍ରାନ୍ତି। ଏଇଟା ଦେଖ, ଏଇଟା ଯୋଉ ଅଛି ଆମର ସେଣ୍ଟରରେ, ଏଟା ହେଲା ବିଷୁବରେଖା କ୍ରାନ୍ତି। ବିଷୁବରେଖା ଆମ ପୃଥିବୀକୁ ଦୁଇଟି ଗୋଲାର୍ଦ୍ଧରେ ଆମର ବିଭକ୍ତ କରୁଛି। ଏଇଟା ହେଲା ଉତ୍ତର ଗୋଲାର୍ଦ୍ଧ, ଏଇଟା ହେଲା ଆମର ଦକ୍ଷିଣ ଗୋଲାର୍ଦ୍ଧ। ଏଇଟା ହେଲା ନର୍ଥ, ଏଇଟା ହେଲା ଆମର ସାଉଥ। ତ ଏଇଟା ଆମର ସାଉଥରେ କିଏ ରହିଛି? ସାଉଥରେ ଆମର ମକର କ୍ରାନ୍ତି। ନର୍ଥରେ କିଏ ଆମର? ଆମର ନର୍ଥରେ ରହିଛି କର୍କଟ କ୍ରାନ୍ତି। ବୁଝିପାରିଲ? ଏଗୁଡା ସବୁ ଆମର ଅକ୍ଷାଂଶ। ଠିକ ଅଛି ପିଲାମାନେ। ତାପରେ ଦ୍ରାଘିମା। ଦ୍ରାଘିମା କୋଉଗୁଡା? ଦ୍ରାଘିମା ସବୁ ଏମିତି ଅଛନ୍ତି ଆମର ପୃଥିବୀରେ। ଦ୍ରାଘିମା ସଂଖ୍ୟା କେତୋଟି? 360ଟି ରହିଛି ଦ୍ରାଘିମା। ଏମିତି ସବୁ ଦ୍ରାଘିମା ମାନେ ଅଛନ୍ତି। ଆଉ ଅକ୍ଷାଂଶ ଯୋଉ ମୁଁ କହିଲି, ଅକ୍ଷାଂଶ 180ଟି ରହିଛି। ଉପରକୁ 90, ତଳକୁ 90। ଠିକ ଅଛି, ବୁଝିପାରିଲ? ତ ଆମର ଭାରତର ଯୋଉ ଅଛି ଅବସ୍ଥିତି, ଦେଖ, ଭାରତ 8 ଡିଗ୍ରୀ 4 ମିନିଟ ଉତ୍ତରରୁ 37 ଡିଗ୍ରୀ 6 ମିନିଟ ଉତ୍ତର ଅକ୍ଷାଂଶରେ ରହିଛି ଏବଂ 8 ଡିଗ୍ରୀ 4 ମିନିଟରୁ 37 ଡିଗ୍ରୀ 6 ମିନିଟ। ଏଇଟା ମନେ ରଖିବ ପିଲାମାନେ। 8 ଡିଗ୍ରୀ 4 ମିନିଟରୁ 37 ଡିଗ୍ରୀ 6 ମିନିଟ ଉତ୍ତର ଅକ୍ଷାଂଶ ଏବଂ 68 ଡିଗ୍ରୀ 7 ମିନିଟ ପୂର୍ବରୁ 97 ଡିଗ୍ରୀ 25 ମିନିଟ ପୂର୍ବ ଦ୍ରାଘିମାରେ ଅବସ୍ଥିତ। ଠିକ ଅଛି। ଆଉ ଯୋଉ କର୍କଟ କ୍ରାନ୍ତି 23 ଡିଗ୍ରୀ 30 ମିନିଟ, ଆମର ସେଟା ଉତ୍ତର ଅକ୍ଷାଂଶ। କର୍କଟ କ୍ରାନ୍ତି ଭାରତକୁ ପ୍ରାୟ 200 ଭାଗରେ ବିଭକ୍ତ କରିଥାଏ। ଆମର କର୍କଟ କ୍ରାନ୍ତି ଆମର ଯୋଉ କହିଲି ଉତ୍ତର ଗୋଲାର୍ଦ୍ଧରେ ରହିଛି, ସେଇଟା ଆମର ଭାରତ ଦେଇକି ଯାଇଛି ଏବଂ ଭାରତକୁ 2 ସମାନ ଭାଗରେ କରିଥାଏ। ଏବଂ ଇନ୍ଦିରା ପଏଣ୍ଟ, ଇନ୍ଦିରା ପଏଣ୍ଟ କଣ ନା ଭାରତର ସବୁଠାରୁ ଦକ୍ଷିଣତମ ବିନ୍ଦୁ ହଉଛି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଥିବା ଇନ୍ଦିରା ପଏଣ୍ଟ। 6 ଡିଗ୍ରୀ 45 ମିନିଟ ଉତ୍ତର ଅକ୍ଷାଂଶ। ଆମର ଭାରତ ହିଁ ଉତ୍ତର ଗୋଲାର୍ଦ୍ଧରେ ରହିଛି ପିଲାମାନେ। ମାନେ ଆମର ବିଷୁବରେଖାରୁ ଉପର ସାଇଡ୍ ରହିଛି ଉତ୍ତର ଗୋଲାର୍ଦ୍ଧରେ। ଆଉ ଆମର କଣ କର୍କଟ କ୍ରାନ୍ତି ଭାରତ ଦେଇକି ଯାଇଛି। ବୁଝିପାରିଲ? ଆଉ ତାର ଅକ୍ଷାଂଶଟା ତାର ବୁଝିପାରିଲ, 8 ଡିଗ୍ରୀ 4 ମିନିଟରୁ 37 ଡିଗ୍ରୀ 6ରେ ଉତ୍ତର ଅକ୍ଷାଂଶରେ ରହିଛି। ମାନେ ଏଇଟା 8 ଡିଗ୍ରୀରୁ ଆମର ଏଇଟା 37 ଡିଗ୍ରୀ 6 ମିନିଟରେ ଉତ୍ତର ଅକ୍ଷାଂଶରେ ଆମର ରହିଛି ଭାରତ। ଏପଟେ ସେମିତି 68 ଡିଗ୍ରୀ 7 ମିନିଟ ପୂର୍ବରୁ ଏପଟେ 97 ଡିଗ୍ରୀ 25 ଆମର ପୂର୍ବ ଦ୍ରାଘିମାରେ ରହିଛି। ଏପଟେ 68 ଡିଗ୍ରୀ 7 ମିନିଟରୁ 97 ଏଇ ମଧ୍ୟରେ ଆମର ଭାରତ ରହିଛି। ଠିକ ଅଛି, ବୁଝିପାରିଲ? ତାପରେ ଇନ୍ଦିରା ପଏଣ୍ଟ, ଭାରତର ସବୁଠାରୁ ଦକ୍ଷିଣତମ ବିନ୍ଦୁ ହଉଛି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଥିବା ଇନ୍ଦିରା ପଏଣ୍ଟ। ଆଉ ତାର ଭାରତର ଆକାର କେତେ ନା ମୋଟ କ୍ଷେତ୍ରଫଳ 32.8 ଲକ୍ଷ ବର୍ଗ କିଲୋମିଟର। 32.8 ଲକ୍ଷ ବର୍ଗ କିଲୋମିଟର ଏବଂ ବିଶ୍ୱର ସ୍ଥଳଭାଗର ମାତ୍ର 2.4%। ମାନେ ମନେ ରଖିବ, ଭାରତର କ୍ଷେତ୍ରଫଳ କେତେ? 32.8 ଲକ୍ଷ ବର୍ଗ କିଲୋମିଟର ଏବଂ ଭାରତରେ ଯେତିକି ଆମର ପୃଥିବୀରେ ଯେତିକି ସ୍ଥଳଭାଗ ରହିଛି, ସବୁଠାରୁ ପୃଥିବୀର ସ୍ଥଳଭାଗରୁ ଭାରତର ସ୍ଥଳଭାଗ 2.4%। ଠିକ ଅଛି। ତାପରେ ସୀମା ଆଉ ଉପକୂଳ ସୀମା। ସ୍ଥଳ ସୀମା କେତେ? 15,200 କିଲୋମିଟର। ସେମିତି ଉପକୂଳ ସୀମା ମୋଟ ସମୁଦ୍ର କୂଳ ଦ୍ୱୀପପୁଞ୍ଜ ସହିତ 7,516.6 କିଲୋମିଟର। ଏଇଟା ମନେ ରଖିବ ପିଲାମାନେ। ସ୍ଥଳ ସୀମା ହେଲା 15,200 କିଲୋମିଟର ଏବଂ ଉପକୂଳ ସୀମା ହେଲା 7,516.6 କିଲୋମିଟର। ଠିକ ଅଛି, ବୁଝିପାରିଲ? ଅକ୍ଷାଂଶ ଦ୍ରାଘିମାଟା ମନେ ରଖିବ। ତାର ଅବସ୍ଥିତି ଇନ୍ଦିରା ପଏଣ୍ଟ ଆମର କୋଉଠି ଅଛି? ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଅଛି। ତାର ଅବସ୍ଥିତି ମନେ ରଖିବ, ସବୁଠାରୁ ଦକ୍ଷିଣତମ ବିନ୍ଦୁ। ଏବଂ ଆକାର କେତେ? 32.8 ଲକ୍ଷ ବର୍ଗ କିଲୋମିଟର ଏବଂ ପୃଥିବୀର 2.4%। ଏବଂ
ସ୍ଥଳ ସୀମା ପ୍ରାୟ 15,200 କିଲୋମିଟର ଏବଂ ମୋଟ ସମୁଦ୍ର କୂଳ କେତେ? ଆମର 7,516.6 କିଲୋମିଟର। ଠିକ ଅଛି। ଏବେ ତ ଦେଖ ପିଲାମାନେ ଆମର ଭାରତର ରାଜନୈତିକ ଚିତ୍ର। ଠିକ ଅଛି। ତାପରେ ଭାରତରେ ଥିବା ପଡୋଶୀ ଦେଶ ଆମର ଦେଖ ଉତ୍ତରରେ ଏଇଟା ରହିଲା ଆମର କିଏ ରହିଲା? ଏଠି ଆମର ରହିଲା ଚୀନ, ଏଠି ରହିଲା ନେପାଳ, ଏଠି ରହିଲା ଆମର ଭୁଟାନ। ଠିକ ଅଛି। ତାପରେ ଏପଟେ ଉତ୍ତର ପଶ୍ଚିମରେ କିଏ ରହିଲେ ଆମର ପାକିସ୍ତାନ। ପାକିସ୍ତାନ ଆଉ ଏଇ ପାଖରେ ଅଛି ଆମର ଆଫଗାନିସ୍ତାନ। ଠିକ ଅଛି। ତାପରେ ଆମର ପୂର୍ବରେ ରହିଲେ କିଏ? ଆମର ପୂର୍ବରେ ରହିଲା ବାଂଲାଦେଶ। ବାଂଲାଦେଶ ତଳକୁ ଆମର ଏ ପାଖରେ ମିଆଁମାର। ଠିକ ଅଛି। ତାପରେ ଆମର ଦକ୍ଷିଣରେ ରହିଲା ଶ୍ରୀଲଙ୍କା ଏବଂ ଶ୍ରୀଲଙ୍କା ରହିଲା ଆମର ଦକ୍ଷିଣରେ। ଠିକ ଅଛି। ବୁଝିପାରିଲ? ମନେ ରହିଲା ପିଲାମାନେ? ନା ଦେଖ ଏପଟେ ରହିଲା ଆମର ଚୀନ, ଏପଟେ ନେପାଳ, ଭୁଟାନ। ଉତ୍ତରରେ 3ଟା ରହିଗଲେ। ଏଟା ଆମର ଉତ୍ତର ପଶ୍ଚିମରେ ପାକିସ୍ତାନ, ଏଇଠି ଆମର ଆଫଗାନିସ୍ତାନ। ତାପରେ ଏଠି ଆମର ପୂର୍ବରେ ବାଂଲାଦେଶ, ଏଇ ପାଖରେ ଆମର ମିଆଁମାର। ତାପରେ ଏଠି ଶ୍ରୀଲଙ୍କା, ଏଇ ପାଖରେ ଶ୍ରୀଲଙ୍କା ରହିଲା ଆମର ଦକ୍ଷିଣରେ। ଏଟା ପୂର୍ବ, ଏଟା ଦକ୍ଷିଣ, ଏଟା ଉତ୍ତର ପଶ୍ଚିମ। ଆମର ଏଇଟା ହେଲା ପୂର୍ବ, ଏଇଟା ହେଲା ଦକ୍ଷିଣ, ଏଇଟା ହେଲା ଉତ୍ତର, ଏଇଟା ହେଲା ଉତ୍ତର ପଶ୍ଚିମ। ଠିକ ଅଛି। ବୁଝିପାରିଲ? ସହଜ ଜିନିଷ ତମେ ମାନେ ଛୋଟ ବେଳୁ ପଢିଛ, ସେଟା ସବୁ ଇଜିଲି କରିପାରିବ। ତାପରେ ଭୂ ସମ୍ବଳର ପ୍ରକାର ଭେଦ। ଉଚ୍ଚତା ଓ ଗଠନ ଅନୁସାରେ ଭାରତର ଭୂମିକୁ 3 ଭାଗରେ ବିଭକ୍ତ କରାଯାଇଛି। ଉଚ୍ଚତା ଏବଂ ଗଠନ ଅନୁସାରେ ଭାରତର ଭୂମିକୁ 3 ଭାଗରେ ବିଭକ୍ତ କରାଯାଇଛି। ସମତଳ ଭୂମି, ପାର୍ବତ୍ୟ ଭୂମି, ମାଳଭୂମି। ସମତଳ ଭୂମି କେତେ ଭାଗ? 43%, ପାର୍ବତ୍ୟ ଭୂମି 30% ଏବଂ ମାଳଭୂମି 27%। ମନେ ରହିଲା? ସମତଳ ଭୂମି 43, ପାର୍ବତ୍ୟ ଭୂମି 30, ମାଳଭୂମି 27। ସମତଳ ଭୂମି ସବୁଠାରୁ ଅଧିକ। ଏଠାରେ ଚାଷ କାର୍ଯ୍ୟ, କଳକାରଖାନା ରହିବା ପାଇଁ ସବୁଠାରୁ ଭଲ ସୁବିଧା ହୁଏ। କାରଣ ଏଠାରେ ଭଲ ଚାଷ ପାଇଁ ହୁଏ, ଭଲ ଆମର କଣ ବସତି ସ୍ଥାପନ କରିବା ପାଇଁ ମଧ୍ୟ ପରିବେଶଟି ଅନୁକୂଳ ଥାଏ। ତେଣୁ ସମତଳ ଭୂମିରେ ଅଧିକ ଲୋକ ଆମର ଦେଖାଯାଏ। ତ ପାର୍ବତ୍ୟ ଭୂମି 30%, ଏଥିରେ ଆମର ନଦୀ ଗୁଡିକ ସବୁ ପାର୍ବତ୍ୟ ପାହାଡ ଅଞ୍ଚଳରୁ ବାହାରେ ଏବଂ ଏହା ପର୍ଯ୍ୟଟନ ପରିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯେତେ ସବୁ ପାହାଡ, ଯେତେ ସବୁ ନଦୀ ଗୁଡା ଆମ ପାହାଡରୁ ବାହାରିଥାଏ, ଯେତେ ସବୁ ପର୍ଯ୍ୟଟନ ଜଙ୍ଗଲ ଆମେ ପାର୍ବତ୍ୟ ଭୂମିରେ ଦେଖିବାକୁ ପାଉ। ଆମର ଭାରତରେ ମୋଟ ଭାଗରୁ 30%। ତାପରେ ମାଳଭୂମି ହେଲା 27%। ମାଳଭୂମିରେ କେତେ ନା କଣ? ଏଠି ଆମେ ପ୍ରଚୁର ଖଣିଜ ସମ୍ବଳ, ଲୁହା, କୟଲା, ଜଙ୍ଗଲ ମିଳେ। ବୁଝିପାରିଲ? ସମତଳ ଭୂମିରେ ଆମେ ଚାଷ କାର୍ଯ୍ୟ, କଳକାରଖାନା ରହିବା ପାଇଁ ସୁବିଧା ହୁଏ। ପାର୍ବତ୍ୟ ଭୂମିରେ ନଦୀ ଗୁଡିକ ବାହାରେ ପର୍ଯ୍ୟଟନ ପରିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ମାଳଭୂମିରେ ପ୍ରଚୁର ପରିମାଣରେ ଖଣିଜ ସମ୍ବଳ ଏବଂ ଲୁହା, କୟଲା, ଜଙ୍ଗଲ ମିଳେ। ବୁଝିପାରିଲ? ସମତଳ ଭୂମି ହେଲା 43%, ପାର୍ବତ୍ୟ ଭୂମି ହେଲା 30%, ମାଳଭୂମି ହେଲା 27%। ତାପରେ ଭାରତରେ କୃଷି ଭୂମିର ସ୍ଥିତି। ଭାରତରେ ମୋଟ ଜମିର ପ୍ରାୟ 55 ଭାଗ ଜମିରେ ଚାଷ କରାଯାଏ। ଏହା ବିଶ୍ୱର ହାରାହାରି ଚାଷ ଜମି 11% ତୁଳନାରେ ବହୁତ ଅଧିକ। ସମତଳ ଭୂମିର ମାଟି ଉର୍ବର ହୋଇଥିବାରୁ ଚାଷ ଅଧିକ ଲାଭଜନକ ହୋଇଥାଏ। ନା ଏଠି କଣ କୁହାହେଲା? ଭାରତରେ ଯେତିକ ଭାଗ ଜମି ଅଛି, ତାର ଜମିରୁ 55 ଭାଗ ଆମର ଚାଷ କରାଯାଏ। ମନେ ରଖିବ, 55 ଭାଗ ଚାଷ କରାଯାଏ। କିନ୍ତୁ ବିଶ୍ୱରେ ଯେତିକି ତୁଳନାରେ ବିଶ୍ୱରେ ଯେତିକି ଚାଷ ଜମି ଅଛି ପୃଥିବୀରେ, ତାର 11% ତୁଳନାରେ ସେଠି ଆମର ଚାଷ ଜମି କଣ? 11% ଚାଷ ଜମି ବୋଲି ଆମର ଚାଷ କରାଯାଏ। କିନ୍ତୁ ଭାରତରେ ଯେତିକି ଚାଷ ଜମି ଅଛି, ତାର ତୁଳନାରେ ଭାରତରେ ସେ ଯେତିକି ଚାଷ ଜମି ରହିଛି, ଆମର ସେଠି ମୋଟ ଜମିର ସେ 55 ଭାଗ ଆମ ଭାରତରେ ଲୋକମାନେ ଚାଷ କରନ୍ତି। କିନ୍ତୁ ବିଶ୍ୱର ଯେତିକି ସ୍ଥଳ ଭାଗ ରହିଛି, ସେତିକିରୁ ମୋଟ ଚାଷ ଜମି 11% ବୋଲି କୁହାଯାଏ। ତେଣୁ ବିଶ୍ୱର ଚାଷ ଜମିର ହାରାହାରି ଠାରୁ ଭାରତର ଚାଷ ଜମି ଅଧିକ ବୋଲି ମାନେ ଅଧିକ ବୋଲି କୁହାଯାଏ। ବୁଝିପାରିଲ? ଭାରତର 55 ଭାଗ, ଆମର ବିଶ୍ୱର 11 ଭାଗ। ଠିକ ଅଛି। ମନେ ରଖିବ ପିଲାମାନେ, ସବୁ ମନେ ରଖିବା ଜିନିଷ ସବୁ ମନେ ରଖିବ। ତାପରେ କଣ ଲେଖା ହେଲା? ସମତଳ ଭୂମିର ମାଟି ଉର୍ବର ହୋଇଥିବାରୁ ଏଠାରେ ଚାଷ ଅଧିକ ଲାଭଜନକ ହୋଇଥାଏ। ସମତଳ ଭୂମିରେ ଆମର କଣ? ମାଟି ଉର୍ବର ଥାଏ, ପଟୁ ମାଟି ସବୁ ଥାଏ, ତ ସେଥିରେ ଆମର ଭଲ ଚାଷ ହେଇଥାଏ। ସେଥିପାଇଁ ଏଥିରେ ଆମର ଚାଷ ଭଲ ହେଇଥାଏ, ଲୋକମାନଙ୍କର ବସତି ଅଧିକ ଦେଖାଯାଏ, ଲୋକମାନେ ଚାଷ କାର୍ଯ୍ୟ କରନ୍ତି, ସବୁ କଳକାରଖାନା ମଧ୍ୟ ଦେଖାଯାଏ ଏବଂ ରହିବା ପାଇଁ ସବୁଠାରୁ ଭଲ ଅନୁକୂଳ ପରିବେଶ ମଧ୍ୟ ରହିଥାଏ। ତେଣୁ ସମତଳ ଭୂମିରେ ଆମର ଭଲ ଚାଷ ହେଇଥାଏ, ଲୋକମାନେ ମଧ୍ୟ ବସତି ସ୍ଥାପନ ମଧ୍ୟ ଭଲ, ଅଧିକ ମାତ୍ରାରେ ଜନଗହଳି ଦେଖାଯାଇଥାଏ। ଠିକ ଅଛି। ବୁଝିପାରିଲ? ଭୂ ସମ୍ବଳର ସମତଳ ଭୂମି କେତେ, ପାର୍ବତ୍ୟ ଭୂମି କେତେ, ମାଳଭୂମି କେତେ? ତାପରେ ଭାରତରେ କୃଷି ଭୂମିର ସ୍ଥିତି ବୁଝିପାରିଲ? ତାପରେ ଆମର ଏଠି ପଡୋଶୀ ଦେଶ କଣ କଣ ଅଛି ଜାଣିପାରିଲ? ତାପରେ ଅକ୍ଷାଂଶ ଦ୍ରାଘିମା କଣ ଜାଣିପାରିଲ?
ଇନ୍ଦିରା ପଏଣ୍ଟ ଭାରତ ସବୁଠୁ ଦକ୍ଷିଣ ଭାଗ ଜାଣିପାରିଲ। ଆକାର ଭାରତର କେତେ? ପୃଥିବୀର ମୋଟ ଭାଗ ସ୍ଥଳ ଭାଗରୁ କେତେ ପ୍ରତିଶତ? ତାପରେ ସ୍ଥଳ ସୀମା କେତେ? 15,200 କିଲୋମିଟର। ଉପକୂଳ ସୀମା ଆମର କେତେ? ମୋଟ ସମୁଦ୍ର କୂଳ ଆମର ଦ୍ୱୀପପୁଞ୍ଜ ଯୋଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜର ସ୍ଥଳ ସୀମା ସହିତ ମିଶେଇକି 7,516 କିଲୋମିଟର, 7,516.6 କିଲୋମିଟର। ଠିକ ଅଛି, ମନେ ରହିଲା। ତାପରେ ନେକ୍ସଟ ଦେଖିବା ଆମେ, ନେକ୍ସଟ ପିଲାମାନେ ଆମେ ଦେଖିବା ଭାରତରେ ଭୂ ବ୍ୟବହାର। ଆମେ ଜମିକୁ କେଉଁ କାମରେ ଲଗାଯାଉଛି ସେଇ ଅନୁସାରେ ଆମେ 5 ବିଭାଗରେ ବିଭକ୍ତ କରିଛନ୍ତି। ଜମିକୁ ଆମେ ଯେଉଁ ସବୁ କାମରେ ଲଗାଉଛନ୍ତି ତାହାକୁ ଆମେ 5 ଭାଗରେ ବିଭକ୍ତ କରିଛନ୍ତି। କଣ କଣ? ନା ଅରଣ୍ୟ, କୃଷି ପାଇଁ ଅଲଭ୍ୟ ଭୂମି, ଆଉ ଅନ୍ୟାନ୍ୟ ଅଣକୃଷି ଭୂମି, ପତିତ ଭୂମି ଏବଂ ପ୍ରକୃତ ଚାଷ ଜମି। ତ ଅରଣ୍ୟ ମାନେ ବୁଝିପାରୁଛ, ଜଙ୍ଗଲ ଥିବା ଭୂମି। ତାପରେ କୃଷି ପାଇଁ ଅଲଭ୍ୟ ଭୂମି, ଯେଉଁଠାରେ ଚାଷ ହେଉନାହିଁ, ଯୋଉଟା କି ଆମର ଯୋଉଠି ଘର, ରାସ୍ତା, କାରଖାନା ସବୁ ଗଠନ କରାଯାଉଛି। ଆଉ ଅନ୍ୟାନ୍ୟ ଅଣକୃଷି ଭୂମି କଣ? ଯୋଉଟା ଗଚର ଜମି, ଗାଈ ଚରିବା ପାଇଁ, ଫଳ ବଗିଚା ଆଦି ସବୁ ପଡିଆ ଆମର ଅନ୍ୟାନ୍ୟ ଅଣକୃଷି ଭୂମି। ଆଉ ପତିତ ଭୂମି କଣ? ଯେଉଁ ଜମିରେ କିଛି ସମୟ ପାଇଁ ଚାଷ ବନ୍ଦ କରାଯାଏ। ଦେଖ ଯେମିତି ଦୁଇ ପ୍ରକାର, ଚଳିତ ପତିତ, ପୁରୁଣା ପତିତ। ଚଳିତ ପତିତ କଣ? ନା 1 ବର୍ଷରୁ କମ ସମୟ ପାଇଁ ପଡିଆ ଥିବା ଜମି, ଏବଂ ପୁରୁଣା ପତିତ ହଉଛି 1 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ଚାଷ ହୋଇନଥିବା ଜମି। ଆଉ ଶେଷରେ ହଉଛି ପ୍ରକୃତ ଚାଷ ଜମି, ଯୋଉଠାରେ ପ୍ରକୃତ ଫସଲ ଚାଷ କରାଯାଏ। ବୁଝିପାରିଲ? ପ୍ରଥମ ହେଲା ଅରଣ୍ୟ, ଅରଣ୍ୟ ମାନେ ଜଙ୍ଗଲ। ତାପରେ ତାପରେ ଦ୍ୱିତୀୟ ହେଲା କୃଷି ପାଇଁ ଅଲଭ୍ୟ ଭୂମି, ମାନେ ଯେଉଁଠାରେ କୌଣସି ଚାଷ କାର୍ଯ୍ୟ ହଉନି, ଯୋଉଠାରେ ଆମେ ଘର, କଳକାରଖାନା ଆଦି ସବୁ ପ୍ରତିଷ୍ଠା କରୁଛନ୍ତି। ତାପରେ ଅନ୍ୟାନ୍ୟ ଅଣକୃଷି ଭୂମି, ଅନ୍ୟାନ୍ୟ ଅଣକୃଷି ଭୂମି କଣ? ନା ଗଚର ଜମି ଏବଂ ଫଳ ବଗିଚା, ଦିଟା ଜିନିଷ ମନେ ରଖିବ। ତାପରେ ପତିତ ଭୂମି କଣ? ଯେଉଁ ଜମିରେ କିଛି ସମୟ ପାଇଁ ଚାଷକୁ ବନ୍ଦ କରାଯାଉଛି। ପତିତ ଭୂମି ହେଲା ଚଳିତ ପତିତ, ପୁରୁଣା ପତିତ। ଚଳିତ ପତିତ ହେଲା 1 ବର୍ଷରୁ କମ ସମୟ ପାଇଁ ପଡିଆ ଥିବା ଜମି, ଏବଂ ପୁରୁଣା ପତିତ ହେଲା 1 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ଚାଷ ହୋଇନଥିବା ଜମି। ତାପରେ ପ୍ରକୃତ ଚାଷ ଜମି ତ ଜାଣିଛ, ବୁଝିପାରିଲ? ତ ସାର କଥାରେ ଏଠି କଣ ଲେଖା ହେଇଛି? ନା ପ୍ରାକୃତିକ ଅବସ୍ଥା ଏବଂ ମାନବୀୟ କାରଣ ଉପରେ ଆଧାର କରି ଜମିର ବ୍ୟବହାର କରାଯାଏ। ମାନେ କଣ? ନା ଆମର ଯୋଉ ପ୍ରକୃତିର ମାଟି ଜଳବାୟୁ ରହିଛି ଏବଂ ମାନବମାନଙ୍କର ଜନସଂଖ୍ୟା ବୃଦ୍ଧିକୁ ଆଧାର କରି ଆମେ ଜମିର ବ୍ୟବହାର କରିଥାନ୍ତି। ପ୍ରାକୃତିକ ଅବସ୍ଥା ଏବଂ ମାନବୀୟ କାରଣକ ଉପରେ ଆଧାରିତ କରି ଆମେ ଜମିର ବ୍ୟବହାର କରିଥାନ୍ତି। ଠିକ ଅଛି, ବୁଝିପାରିଲ? ତାପରେ ହଉଛି ଆମର ଦେଖ ଭାରତର ପ୍ରମୁଖ ଭୂ ବ୍ୟବହାର। ଏଠି ଆମର ଚାଷ ଉପଯୋଗୀ ଭୂମି କେମିତି ବ୍ୟବହାର ହଉଛି? ଆମର ଡଟ 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 ଏଇ ଏଗୁଡା ସବୁ ଆମର ଡଟ 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 ଯୋଉଟା ମରୁପତିତ ଭୂମି। ଆଉ ତାପରେ ଏଇଗୁଡା ସବୁ ଆମର ଅରଣ୍ୟ ଭୂମି, ଏଇ ସେମିତି ଗାର ଯୋଉଗୁଡା ପଡିଛି। ତାପରେ ବୁଝିପାରିଲ? ଆଉ ଗୋଟେ ଯୋଉଗୁଡା ବେଶୀ ଫାଙ୍କା ଫାଙ୍କା ଅଛି, ସେଗୁଡା ଆମର ଚାଷ ଉପଯୋଗୀ ଭୂମି। ଏଗୁଡା ଚାଷ ଉପଯୋଗୀ ଭୂମି। ଚାଷ ଉପଯୋଗୀ ଭୂମି ପରେ ଆମର ଯୋଉଗୁଡା ଅଧିକ ସ୍କୁଇଜ, ଏଇ ଯୋଉ ଛୋଟ ଛୋଟ, ଏଇଟା ଗୋଟେ, ଏଗୁଡା ସବୁ ବଡ ବଡ ସହର ମାନଙ୍କରେ ଏଗୁଡା ସବୁ ଶିଳ୍ପ ଏବଂ ସହର ବ୍ୟବହୃତ ଭୂମି ବୋଲି ଦର୍ଶା ହେଇଛି। ଏଇଭଳିଆ ସବୁ ତମେ ଚିତ୍ରରେ ଟିକେ ବହିରେ ଦେଖିବ। ତଳେ ଯୋଉ ସବୁ ସୂଚନା ଅନୁସାରେ ଯୋଉ ଇଣ୍ଡେକ୍ସ ରେ ଚାଷୋପଯୋଗୀ ଭୂମି ପାଇଁ କୋଉ ଚିତ୍ର, କୋଉ ଗାର, ମରୁପତିତ ପାଇଁ କେମିତି ବିନ୍ଦୁ ବିନ୍ଦୁ ହେଇଛି, ଅରଣ୍ୟ ଭୂମି ପାଇଁ କେମିତି ଗାର ଗାର ହେଇଛି, ସବୁ ଟିକେ ଭଲସେ ଦେଖିବ, ତମେ ଇଜିଲି ବୁଝିପାରିବ। ଠିକ ଅଛି। ତାପରେ ଭାରତର ସାଧାରଣ ଭୂ ବ୍ୟବହାର, ଏଠି ଗୋଟେ ଆମେ ସାରଣୀ ରଖିଛେ। ତ ସାରଣୀରେ ଦର୍ଶା ହଉଛି ଯେ ଭାରତର ଜମିକୁ କିପରି ଭାବରେ ବଣ୍ଟନ କରାଯାଇଛି। ଦେଖ ତାର ଭାରତରେ ପ୍ରଥମେ ଆମେ ଦେଖିବା ତାର ଆୟତନ କେତେ। ନା ଆୟତନ କେତେ? ନା ଭାରତରେ ସମୁଦାୟ ଭୌଗୋଳିକ କ୍ଷେତ୍ରଫଳ ପ୍ରାୟ 328.74 ନିୟୁତ ହେକ୍ଟର। କେତେ? ନା 328.74 ନିୟୁତ ହେକ୍ଟର। ବୁଝିପାରିଲ? ତ ସେଥି ମଧ୍ୟରୁ ଅରଣ୍ୟ ଭାଗ କେତେ? ନା 23.38% ଜମି ଜଙ୍ଗଲରେ ଘେରା। କେତେ? ନା 23.38% ଜମି ଜଙ୍ଗଲରେ ଘେରା। ତ ଚାଷ ପାଇଁ ଅନୁପଯୁକ୍ତ ଭୂମି କେତେ? ନା 14.11% ଜମି ଚାଷରେ କାମରେ ଲାଗେ ନାହିଁ। ମାନେ 14.11% ଜମି ଚାଷ କାମରେ ଲାଗେ ନାହିଁ। ତ ଏଥିରେ ଘର, ରାସ୍ତା, କାରଖାନା ଆଦି ସବୁ ଅନ୍ତର୍ଭୁକ୍ତ। ତାହେଲେ ଅନ୍ୟାନ୍ୟ ଅଣକୃଷି ଭୂମି କେତେ? ନା 8.67% ଜମି ଗଚର ବା ଫଳ ବଗିଚା, କୃଷି ପଡିଆ ଯୋଗୀ ଜମି ଆଦି ଅଛି। କେତେ? 8.67% ଅନ୍ୟାନ୍ୟ ଅଣକୃଷି ଭୂମି ରହିଛି। ତାର ପତିତ ଭୂମି ଆମେ କେତେ ଦେଖିବା? ନା 8.12% ଜମି ଆମର ପତିତ ବା ପଡିଆ ଅଛି। ବୁଝିପାରିଲ? ସେଥିରୁ ଚଳନ୍ତି ପତିତ ରହିଛି, ଆମର ପୁରୁଣା ପତିତ ରହିଛି। ତାପରେ ମୋଟ ଚାଷ ଜମି ତାହେଲେ କେତେ? ନା 45.95% ଜମିରେ ପ୍ରକୃତରେ ଚାଷ କାର୍ଯ୍ୟ କରାଯାଉଛି। କେତେ? ନା 45.95%। ତ ବୁଝିପାରିଲ? ଏଠୁ ମନେ ରଖିବ ମୋଟ ଚାଷ ଜମି କେତେ ରହିଛି, ଅରଣ୍ୟ ଜଙ୍ଗଲଟା ବି କେତେ ରହିଛି, ସେଇ ଜିନିଷଟା ଦିଟା ମନେ ରଖିବ। ଆଉ ପତିତ ଭୂମିଟା ଟିକେ ମନେ ରଖିବ। ଏଇ ତିନିଟା ଜିନିଷ ମୁଖ୍ୟତଃ ପରୀକ୍ଷାରେ ଆସେ। ତାର ପ୍ରତିଶତ ଗୁଡା ଟିକେ ମନେ ରଖିବ। ଏଟା ଆମର 45% 95, ସେଟା ଅରଣ୍ୟଟା ହେଲା ଆମର 23,
0.38%, ଚାଷ ପାଇଁ ଆଉ ଆମର ପତିତ ଭୂମିଟା ଆମର 8.12%। ଠିକ୍ ଅଛି, ବୁଝିପାରିଲ ପିଲାମାନେ? ଜିନିଷଟା ପଏଣ୍ଟ ୱାଇଜ୍ ଟିକେ ମନେ ରଖିଦବ ଆଉ ପରୀକ୍ଷା ଯିବା ପୂର୍ବରୁ ଟିକେ ପିପିଟିଟା ବା ପିଡିଏଫଟା ଦେଖିଦବ। ଠିକ୍ ଅଛି। ତାପରେ ଆମେ ଯୋଉଟା ତୁମେ ଜାଣିଛ କି ଦେଖ ଏଠି ଭୂ ବ୍ୟବହାର ଅର୍ଥ ଏଇଟା ତୁମେ ମାନେ ପିଲା ଜାଣିଛ କି ଦେଖ ଆମେ କଣ ଭୂ ବ୍ୟବହାର କାହିଁକି ବ୍ୟବହାର କରୁଛନ୍ତି? ଭୂ ବ୍ୟବହାର ଆମେ ଆମର ମନୁଷ୍ୟ କଣ ପାଇଁ ବ୍ୟବହାର କରୁଛି ନିଜର ବଞ୍ଚିବା ପାଇଁ ଏବଂ ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଭୂ ସମ୍ବଳକୁ ଅନେକ ପ୍ରକାର କାମରେ ଲଗାଇଥାଏ ଯେମିତିକି ଘର ବସତି ତିଆରି କରିବାରେ ଆମର ଘର ବସତି ତିଆରି କରିବାରେ ଚାଷ କାର୍ଯ୍ୟରେ ମଧ୍ୟ ଗୋରୁ ଗାଈ ପାଳନ ବା ପଶୁ ପାଳନରେ ଲଗାଇଥାଏ। ଆମର ରାସ୍ତା ରେଳପଥ ନିର୍ମାଣ କରିବା ପାଇଁ ଯାତାୟାତରେ ସୁବିଧା ପାଇଁ ଜମିର ବ୍ୟବହାର କରିଥାଏ। ଜଙ୍ଗଲ ସୃଷ୍ଟି କରିବା ପାଇଁ ମଧ୍ୟ ଜମିର ବ୍ୟବହାର କରିଥାଏ। ମାଟି ତଳୁ ଖଣିଜ ଦ୍ରବ୍ୟ ବ୍ୟବହାର କରି ପ୍ରାକୃତିକରୁ ସମ୍ବଳରୁ ବହୁତ ପ୍ରକାର କୃତ୍ରିମ ସବଳ କରି ବ୍ୟବହାର ଉପଯୋଗୀ ଦୈନନ୍ଦିନ ଜୀବନରେ କରିପାରିଥାଏ। ଯାହାଦ୍ୱାରା ତାର ଜୀବନଶୈଳୀ ବଞ୍ଚିବା ଅତ୍ୟନ୍ତ ସହଜ ହୋଇପାରିଥାଏ। ସେହିଭଳି କଳକାରଖାନା ବଜାର ମଧ୍ୟ ପ୍ରତିଷ୍ଠା କରିଥାଏ। ସବୁ କିଛି ଆମେ ଭୂମି ଉପରେ କରିଥାଉ। ସବୁ କିଛି ଆମର ମୌଳିକ ଆବଶ୍ୟକତା ଭୂମି ମାଧ୍ୟମରେ ପରିପୂରଣ କରିଥାଉ। ତ ଏମିତି ଆମେ କହିବା ଭୂମି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତ ଏଠି ଲେଖା ହେଇଛି ମଣିଷ ଏହିପରି ଭାବରେ ଜମିକୁ ଯେଉଁ ସବୁ କାର୍ଯ୍ୟରେ ବ୍ୟବହାର କରେ ତାହାକୁ ଭୂ ବ୍ୟବହାର ବୋଲି କୁହାଯାଏ। କଣ କୁହାଯାଏ? ଭୂ ବ୍ୟବହାର ବୋଲି କୁହାଯାଏ। ତ ଏଠି ସାର କଥାରେ କଣ ଲେଖା ହେଲା ନା ଜନସଂଖ୍ୟା ବଢିବା ସହିତ କାରଖାନା ପାଇଁ ଅଧିକ ଜମି ଦରକାର ହଉଛି ଯାହା ଚାଷ ଜମି ଜଙ୍ଗଲ ଉପରେ ଚକ ପକାଉଛି। ଆଜିକାଲି ତ ଆମର ଜନସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆମର କେତେ 138 କୋଟି ଜନସଂଖ୍ୟା ହେଲେଣି କୋଉଠି ଆମ ଦେଶ ଭାରତରେ। ତ ସେଥିପାଇଁ ତାଙ୍କ ରହିବା ପାଇଁ ଘର ଦରକାର। ତାଙ୍କ ରହିବା ପାଇଁ ଘର ଦରକାର ତ ସେଥିପାଇଁ ଲୋକମାନେ ବସତି ସ୍ଥାପନ କରିବେ କୋଉଠି? ତ ସେଥିପାଇଁ ଲୋକମାନେ ଚାଷ ଜମି ଜଙ୍ଗଲ ଜମି ଆଡେ ଅଗ୍ରସର ହେଲେନି। ସେଠାରେ ସେମାନେ ଜଙ୍ଗଲ ଜମିକୁ କାଟିକି ଘରଫର କରି ବସତି ସ୍ଥାପନ କଲେଣି। ଯାହା ଫଳରେ ଆମର ଜଙ୍ଗଲର ପରିମାଣ ଚାଷ ଜମିର ପରିମାଣ ଦିନକୁ ଦିନ କମୁଛି। ଯାହା ଫଳରେ କଣ ହଉଛି ନା ଆମର ଜଙ୍ଗଲ କମିବାରୁ ଗଛ ମାନଙ୍କର ସଂଖ୍ୟା କମୁଛି। ଯାହା ଫଳରେ ଆମର କାର୍ବନ ଡାଇଅକ୍ସାଇଡ ର ପରିମାଣ ବାୟୁମଣ୍ଡଳରେ ବଢୁଛି ଏବଂ ଗ୍ଲୋବାଲ ୱାର୍ମିଂ ଆଡକୁ ଆମର ଗ୍ଲୋବାଲ ୱାର୍ମିଂ ହେବାରେ ଲାଗିଲାଣି ଏବଂ ଓଜୋନ ଲେୟାର ଯୋଉ ରହିଛି ସିଏ ମଧ୍ୟ ଆଉ ଛିଦ୍ର ହେବାରେ ଲାଗିଲାଣି। ଯାହା ଫଳରେ ଆମର ବାୟୁମଣ୍ଡଳ ଅତ୍ୟନ୍ତ ଦୂଷିତ ଅତ୍ୟନ୍ତ ପଲ୍ୟୁସନ ହେଲାଣି। ବୁଝିପାରୁଛ? ତ ଜନସଂଖ୍ୟା ବଢିବା ସହିତ କେତେ ସାରା ପ୍ରୋବ୍ଲେମ ଆମର ସୃଷ୍ଟି ହଉଛି। ତ ଠିକ ଅଛି, ବୁଝିପାରିଲ ଭୂ ବ୍ୟବହାର କଣ ଆମର କେମିତି ଭାବରେ ଭୂମି ଆମକୁ ସାହାଯ୍ୟ କରିଥାଏ ଦୈନନ୍ଦିନ ଜୀବନରେ। ବୁଝିପାରିଲ? ଠିକ ଅଛି, ନେକ୍ସଟ ଦେଖିବା ପିଲାମାନେ। ତ ଏବେ ଅଛି ଆମର ଅରଣ୍ୟ ଭୂମି। ଅରଣ୍ୟ ଭୂମିର ସ୍ଥିତି କଣ? ଭାରତରେ ମୋଟ ଜମିର 24.3% ଅଞ୍ଚଳ ଜଙ୍ଗଲରେ ଅଛି ଯୋଉଟା ଆମେ ଡିସ୍କସନ କଲେ। ତାରେ କିନ୍ତୁ ପରିବେଶ ସନ୍ତୁଳନ ପାଇଁ 33% ଦରକାର କାରଣ ନିୟମ ଅନୁଯାୟୀ ଆମକୁ 33% ଜଙ୍ଗଲ ଦରକାର ଆମର ଜନସଂଖ୍ୟା ଅନୁଯାୟୀ। ତ ଜଙ୍ଗଲ କମିବାର କାରଣ କଣ? ନା ଜନସଂଖ୍ୟା ବୃଦ୍ଧି ହେତୁ ଘର ତିଆରି ଯୋଉ କଥା ଆମେ କହିଲେ ଚାଷ ଜମିର ସମ୍ପ୍ରସାରଣ ପାଇଁ ମଧ୍ୟ ଜଙ୍ଗଲକୁ ଲୋକମାନେ କାଟି ଚାଷ ଜମିରେ ପରିଣତ କରୁଛନ୍ତି। ରାସ୍ତାଘାଟ ନିର୍ମାଣ କଳକାରଖାନା ଏବଂ ଖଣି ଖନନ ପାଇଁ ମଧ୍ୟ ଜଙ୍ଗଲକୁ କଟାଯାଉଛି ଯାହା ପାଇଁ ଜଙ୍ଗଲରେ ଆମର ଜଙ୍ଗଲ ଜମିର ପରିମାଣ କମୁଛି। ତ ସେଥିପାଇଁ ଆମର ସବୁ ଗ୍ଲୋବାଲ ୱାର୍ମିଂ ଆମର ପଲ୍ୟୁସନ କାର୍ବନ ଡାଇଅକ୍ସାଇଡର ଗ୍ୟାସର ପରିମାଣ ମଧ୍ୟ ବଢିବାରେ ଲାଗିଛି। ତ କେଉଁଠାରେ ଅଧିକ ଜଙ୍ଗଲ ଜମି ରହିଛି? ନା ଆମର ଜଙ୍ଗଲ ଜମି ବା ଅରଣ୍ୟ ଭୂମି ମିଜୋରାମ ଅରୁଣାଚଳ ପ୍ରଦେଶ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ସବୁଠାରୁ ଅଧିକ ରହିଛି। କେତେ? ନା 75%ରୁ 90% ଜଙ୍ଗଲ ଅଛି। ତ କେଉଁଠି କମ୍? ନା ହରିୟାଣା ପଞ୍ଜାବ ରାଜସ୍ଥାନ ଗୁଜୁରାଟ ଭଳି ରାଜ୍ୟରେ ଜଙ୍ଗଲର ପରିମାଣ 20%ରୁ ମଧ୍ୟ କମ୍। ହେଲା, ସରକାରୀ ପଦକ୍ଷେପ ତାହେଲେ କଣ ନଗେଇବା? ନା ଜଙ୍ଗଲ ବଞ୍ଚାଇବା ପାଇଁ ସରକାର ବନ ମହୋତ୍ସବ ସାମାଜିକ ବନୀକରଣ ବିଭିନ୍ନ ଜାତୀୟ ଅରଣ୍ୟ ନୀତିକୁ ପ୍ରଣୟନ କରୁଛନ୍ତି। ବୁଝିପାରିଲ? ଅରଣ୍ୟ ଭୂମିର ସ୍ଥିତି କେତେ ତାର ପ୍ରତିଶତ କେତେ ପ୍ରତିଶତ ଜଙ୍ଗଲ ଅଛି କେତେ ପ୍ରତିଶତ ରହିବା ଦରକାର। ତାପରେ ଜଙ୍ଗଲ କମିବାର କାରଣ ଜାଣିପାରିଲ କେଉଁଟାରେ ଅଧିକ ରହିଛି ଜାଣିପାରିଲ? ନା ମିଜୋରାମ ଅରୁଣାଚଳ ପ୍ରଦେଶ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସବୁଠାରୁ ଅଧିକ 75ରୁ 90%। କେଉଁଠି କମ୍? ନା ହରିୟାଣା ପଞ୍ଜାବ ରାଜସ୍ଥାନ ଗୁଜୁରାଟ ଭଳି ରାଜ୍ୟରେ ଜଙ୍ଗଲର ପରିମାଣ 20%ରୁ ମଧ୍ୟ କମ୍। ତ ଜାଣିପାରିଲ ସରକାର କୋଉ ସବୁ ନିୟମ ପ୍ରଣୟନ କରୁଛନ୍ତି? ନା ବନ ମହୋତ୍ସବ ସାମାଜିକ ବନୀକରଣ ଏଇ ସବୁ ନିୟମ ପ୍ରଣୟନ କରୁଛନ୍ତି। ତାପରେ ହେଲା ଚାରଣ ବା ଗୋଚର ଭୂମି ଯୋଉଗୁଡାରେ ଆମର କଣ ଆମର ସବୁ ପଶୁପାଳନ କରାଯାଏ ପଶୁମାନେ ସେଠାରେ ଚରିଥାନ୍ତି। ତ ଗାଈ ଗୋରୁ ଚରିବା ପାଇଁ ଭାରତରେ ମାତ୍ର 3.3% ଜମି ରହିଛି। ବୁଝିପାରିଲ? 3.3% ଜମି ରହିଛି। ସମସ୍ୟା କଣ ଦେଖାଯାଉଛି? ନା ଜନସଂଖ୍ୟା ବଢିବା ଯୋଗୁଁ ଗୋଚର ଜମି ଉପରେ ଘର ସ୍କୁଲ ବା ଡାକ୍ତରଖାନା ତିଆରି ହେଉଛି। ମୁଖ୍ୟତଃ ଆମର ଜନସଂଖ୍ୟା ସ୍ଥାପନ ପାଇଁ ମୁଖ୍ୟତଃ ଘର ସ୍କୁଲ ଆମେ ସବୁ ଗୋଚର ଭୂମିରେ ହିଁ କରୁଛନ୍ତି। ଯାହା ଫଳରେ ପଶୁପାଳନ ପାଇଁ ସମସ୍ୟା ଦେଖାଯାଉଛି।
ତ ଅଧିକ ଚାରଣଭୂମି ଆମର କୋଉଠି ରହିଛି ନା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ। ଏଇଟା ମନେ ରଖ, ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡରେ ପାର୍ବତ୍ୟ ଅଞ୍ଚଳରେ ଅଧିକ ଚାରଣଭୂମି ଦେଖାଯାଏ। ତ ଚାରଣଭୂମିର ସ୍ଥିତି ମନେ ରଖିବ କେତେ ପ୍ରତିଶତ? 3.3% ଏବଂ ତାର ଚାରଣଭୂମି ଅଧିକ କୋଉଠି ଦେଖାଯାଏ? ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ଅଞ୍ଚଳରେ। ଠିକ ଅଛି, ବୁଝିପାରିଲ? ନେକ୍ସଟ ଦେଖିବା ତାପରେ କୃଷିଭୂମି। କୃଷିଭୂମି କେତେ ଅଛି ନା ଭାରତରେ ପ୍ରାୟ 58% ଲୋକ ଚାଷ କାମ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନିର୍ଭର ରହିଥାନ୍ତି। 58% ଲୋକ ଆମର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୃଷିରେ ନିର୍ଭର ରହିଥାନ୍ତି। ତେଣୁ ଆମ ଭାରତଟି କୃଷି ବହୁଳ ଦେଶ ବୋଲି ଆମେ ମୁଖ୍ୟତଃ କୁହନ୍ତି। ତାପରେ ଅର୍ଥନୀତି, ଭାରତରେ ମୋଟ ଜାତୀୟ ଉତ୍ପାଦ ଯୋଉଟା କି ଜିଡିପି, ଯୋଉଟା କି ଗ୍ରସ୍ ଡେଭଲପମେଣ୍ଟ ପ୍ରଡକ୍ସନ, ମାନେ ଜାତୀୟ ଉତ୍ପାଦରେ ଆମର ଯେତେ ସବୁ ଉତ୍ପାଦନରେ ସବୁଠାରୁ କୃଷିର ଅବଦାନ ରହିଛି 15.8%। ମାନେ ବହୁତ ପ୍ରତିଶତ ଆମର ଅଧିକ ମାତ୍ରାରେ କୃଷି ଆମ ଦେଶକୁ ଉତ୍ପାଦନରେ ସାହାଯ୍ୟ କରିଥାଏ। ତେଣୁ ଆମର ଭାରତ ଗୋଟେ କୃଷି ବହୁଳ ଦେଶ, ମୁଖ୍ୟତଃ ଅଧିକାଂଶ ଲୋକ କୃଷି ଉପରେ ହିଁ ନିର୍ଭରଶୀଳ ହୋଇଥାନ୍ତି। ତେଣୁ ଯଦି ଆମ ଭାରତରେ ତ ସେଥିପାଇଁ ଆମର ଭାରତର ଚାଷ ଜମିର ପରିମାଣ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଅଧିକ। ଯୋଉଟାକି ମୁଁ ତମକୁ କହିଥିଲି, ଭାରତରେ ଚାଷ ଜମିର ପରିମାଣ ଅଧିକ ରହିଛି, କିନ୍ତୁ ବିଶ୍ୱରେ ହାରାହାରି ତୁଳନାରେ ଆମର କେତେ ପ୍ରତିଶତ ଥିଲା? କେତେ? 11% ଥିଲା। କିନ୍ତୁ ଆମ ଭାରତରେ ଏଟା ଆମର 55% ରହିଛି। ତ ବିଶ୍ୱ ତୁଳନାରେ ଭାରତରେ ଚାଷ ଜମିର ପରିମାଣ ବହୁତ ଅଧିକ। ଠିକ ଅଛି, ବୁଝିପାରିଲ? ତ ଏବେ ଭାରତର ଭୂ ବ୍ୟବହାରର ମାନଚିତ୍ର ଦେଖ, ଆମ ଭାରତରେ କେଉଁଠାରେ କେମିତି ଭୂମିର ବ୍ୟବହାର କରାଯାଉଛି ତାହା ଦର୍ଶାଯାଇଛି। ତ ଗାଙ୍ଗେୟ ସମତଳ ଭୂମି ଓ ଉପକୂଳ ଅଞ୍ଚଳରେ ଆମର ଚାଷ ଉପଯୋଗୀ ଭୂମି ଅଧିକ ରହିଛି ଏବଂ ହିମାଳୟ ଏବଂ ମଧ୍ୟ ଭାରତର କିଛି ଅଞ୍ଚଳରେ ଅରଣ୍ୟ ଭୂମି ରହିଛି। ପଶ୍ଚିମ ରାଜସ୍ଥାନରେ ମରୁ ପତିତ ଭୂମି ଅଧିକ ରହିଛି। ଠିକ ଅଛି, ଦେଖିବା ଆମେ କହିଲା ଗାଙ୍ଗେୟ ସମତଳ ଭୂମିରେ ଅଧିକ ଚାଷ ଜମି ରହିଛି। ଗାଙ୍ଗେୟ ସମତଳ ଭୂମିରେ ଆମର ଅଧିକ ଚାଷ ଜମି ରହିଛି। ଏଇଟା ଆମର ହେଲା ଗଙ୍ଗା ନଦୀର ଅବବାହିକା। ଏଇ ଯୋଉ ଗାର ଗାର ସବୁ ହେଇଛି ଏଇଟାରେ ଆମର ଅଧିକ ଆମର କଣ, ଏଇଟା ହଉଛି ଗଙ୍ଗା ନଦୀ ଅବବାହିକା, ଗାଙ୍ଗେୟ ସମତଳ ଭୂମି। ଏଇଠାରେ ଆମର ଚାଷ ଉପଯୋଗୀ ଜମି ଅଧିକ ରହିଛି। ଠିକ ଅଛି, ବୁଝିପାରିଲ? ତାପରେ ଆମର କହିଲା କି ମରୁ ଅଞ୍ଚଳରେ ରାଜସ୍ଥାନରେ ମରୁ ଅଞ୍ଚଳ, ରାଜସ୍ଥାନରେ ଆମର ଏଇଟା ହେଲା ମରୁଭୂମି ବା ପତିତ ଭୂମି ଦେଖା ଦଉଛି। ଏଇଟା ହେଲା ଆମର କଣ, ଥର୍ ମରୁଭୂମି ବୋଲି ଆମେ କହୁଛେ। ଠିକ ଅଛି, ତାପରେ ଆମର କହିଲେ ଆମର ପାର୍ବତ୍ୟ ଭୂମି କୋଉଠି ଦେଖା ଦଉଛି? ହିମାଳୟ ଏବଂ କିଛି ମଧ୍ୟ ଭାରତର ଅଞ୍ଚଳରେ ଆମେ ପାର୍ବତ୍ୟ ଭୂମି ଦେଖିବାକୁ ପାଉଛେ। ମଧ୍ୟ ଭାରତର ପାର୍ବତ୍ୟ ଭୂମି ଯୋଉ ଇଷ୍ଟର୍ଣ୍ଣ ଘାଟ ୱେଷ୍ଟର୍ଣ୍ଣ ଘାଟ ପର୍ବତ ରହିଛି, ବିନ୍ଧ୍ୟମାଳା, ସେଇଗୁଡାକୁ ଆମେ କହୁଛନ୍ତି କଣ, ଆମର ଆମର ଅରଣ୍ୟ ରହିଛି ବୋଲି ଆମେ କହିବା। ଦେଖ ଏଠି ଦେଖ ପିଲାମାନେ, ତମମାନେ ଦେଖ ଅରଣ୍ୟ ଭୂମିର ତାର ଲେବଲିଂ ଦେଖ, ଅରଣ୍ୟ ଭୂମିର ତମେ ଦେଖିପାରିଲ? ଠିକ ଅଛି, ତ ସେଇଭଳିଆ ଯୋଉଠି ରହିଛି ସେଗୁଡା ଆମର ଅରଣ୍ୟ ଭୂମି ବୋଲି ଆମେ କହିବା। ସରି ଟିକେ, ଏଗୁଡା ସବୁ ଆମର ଅରଣ୍ୟ ଭୂମି ବୋଲି ଆମେ କହିବା। ଏଗୁଡା ସବୁ ଆମର ଅରଣ୍ୟ ଭୂମି ବୋଲି ଆମେ କହିବା। ବୁଝିପାରୁଛ? ଏଗୁଡା ସବୁ ଭାରତର ମଧ୍ୟବର୍ତ୍ତୀ ଅଭ୍ୟନ୍ତର ମଧ୍ୟାହ୍ନ ଅଞ୍ଚଳରେ ମୋର ଅରଣ୍ୟ ଭୂମି ରହିଛି। ଠିକ ଅଛି, ତାପରେ ଏଇଟା ହେଲା ଆମର ଚାଷ ଉପଯୋଗୀ ଭୂମି, ଆମର ଯୋଉଟା କି ଗାଙ୍ଗେୟ ସମତଳ ଭୂମି। ବୁଝିପାରିଲ? ଜାଣିପାରିଲ? ଆଉ ଏଇଟା ଯୋଉ ଏପଟେ ଆମର ଏଇଗୁଡା ସବୁ କହୁଥିଲି ନା ମୁଁ ତମକୁ, ଯୋଉଗୁଡା ଆମର ସହରାଞ୍ଚଳ ଭୂମି ବା ଶିଳ୍ପାଞ୍ଚଳ ଭୂମି, ଯୋଉ ସହର ଗୁଡିକରେ ପୁରା ଗଢି ଉଠିଛି, ଏଗୁଡା ତୁମମାନଙ୍କୁ ମୁଁ କହୁଥିଲି। ଠିକ ଅଛି, ଚାଷ ଉପଯୋଗୀ ଅରଣ୍ୟ ଭୂମି, ଶିଳ୍ପ ଦେଖିଲେ। ତାପରେ ଆମର ପତିତ ବା ଅଣକୃଷି ଭୂମି, ଏଇଗୁଡା ଆମର ପତିତ ବା ଅଣକୃଷି ଭୂମି, ଯୋଉଗୁଡା ଗାର ଗାର ମଧ୍ୟରେ ଅଧିକ ମାନେ ଗ୍ୟାପ ରହିଛି। ବୁଝିପାରିଲ? ଠିକ ଅଛି, ଜାଣିପାରିଲ ପିଲାମାନେ? ଦେଖ ଏଟା କୋଉଠି ହେଲା ଜାଣିପାରିଲ? ଗାଙ୍ଗେୟ ସମତଳ ଭୂମି ଆମର ଚାଷ ଉପଯୋଗୀ ଭୂମି। ହିମାଳୟ ଏବଂ ମଧ୍ୟ ଭାରତରେ କିଛି ଅରଣ୍ୟ ଭୂମି ରହିଛି। ପଶ୍ଚିମ ରାଜସ୍ଥାନରେ ମରୁ ବା ପତିତ ଭୂମି ରହିଛି। ବୁଝିପାରିଲ? ତ ସାର କଥାରେ ଦେଖ, ଆମେ ବଢୁଥିବା ଆବଶ୍ୟକତା ପାଇଁ ଚାଷ ଜମି ଜଙ୍ଗଲ କମିବାରେ ଲାଗିଛି, ଯାହା ପରିବେଶ ପାଇଁ ଏକ ଚିନ୍ତାର ବିଷୟ, ଯୋଉ କଥା ମୁଁ ତମକୁ ପୂର୍ବରୁ ଜଷ୍ଟ କହୁଥିଲି। ବୁଝିପାରିଲ? ଠିକ ଅଛି,
ଏବେ ଦେଖିବା କୃଷି ଭୂମିର ପ୍ରସାର। ଦେଖ ସ୍ୱାଧୀନତା ପରେ ଭାରତର ଚାଷ ଜମିର ପରିମାଣ ବହୁତ ବଢ଼ିଛି। 1950-51 ମସିହାରେ ଏହା 118.75 ନିୟୁତ ହେକ୍ଟର ଥିଲା। କିନ୍ତୁ 2018-19ରେ ଏହା 199.74 ନିୟୁତ ହେକ୍ଟର ହେଇଛି। ଆମର ଚାଷ ଜମିରେ ପ୍ରସାର ହୋଇଛି। ତ ଏଟା ଆମର ସ୍ୱାଧୀନତା ପୂର୍ବରୁ 1950 ସ୍ୱାଧୀନତା ପରେ 1950-51ରେ 118.75 ନିୟୁତ ହେକ୍ଟର ଥିଲାବେଳେ 2018-19 ମସିହାରେ ଏହା 199.74 ନିୟୁତ ହେକ୍ଟରକୁ ବୃଦ୍ଧି ପାଇଛି। ଠିକ୍ ଅଛି। ଏଠି କ'ଣ ଲେଖା ହେଲା ଦେଖ, ନଦୀ ଓ ଏକା ଗଙ୍ଗା, ବ୍ରହ୍ମପୁତ୍ର, ମହାନଦୀ ଏବଂ ଗୋଦାବରୀ ଉପକୂଳ ଏବଂ ଉପକୂଳ ସମତଳ ଅଞ୍ଚଳରେ ସବୁଠାରୁ ଅଧିକ ଚାଷ କରାଯାଏ। ଯୋଉଟା ଗାଙ୍ଗେୟ ସମତଳ ଭୂମି ବୋଲି କହିଲେ ଆମର ଗଙ୍ଗା, ବ୍ରହ୍ମପୁତ୍ର ଏବଂ ବ୍ରହ୍ମପୁତ୍ର, ତାପରେ ମହାନଦୀ, ଗୋଦାବରୀ ଏହି ସବୁ ନଦୀ ଅବବାହିକାରେ ଅଧିକ ଆମର ଚାଷ କରାଯାଏ ଏବଂ ଉପକୂଳ ଅଞ୍ଚଳରେ ମଧ୍ୟ ଚାଷ କରାଯାଏ। ଯେହେତୁ ଗଙ୍ଗା ଆମର ସବୁ ନଦୀମାନଙ୍କର ଅବବାହିକାରେ ଆମର ସେଡିମେଣ୍ଟସ୍ ଯୋଉ ସବୁ ନଦୀମାନେ ବୋହି ଆଣିକି ଆମର ବହୁତ ସାରା ଜିନିଷକୁ ବାଲି ଗୋଡ଼ି ପତ୍ର ଆଣିକି ତାଙ୍କ କୂଳମାନଙ୍କରେ ଜମା କରନ୍ତି, ଯାହା ଫଳରେ ଏକ ପଟୁ ମାଟି ମୂର୍ତ୍ତିକା ସୃଷ୍ଟି କରନ୍ତି, ଯାହା ଫଳରେ ସେଟା ଚାଷ ଜମି ପାଇଁ ବହୁତ ଉର୍ବର ହୋଇଥାଏ। ସେଥିପାଇଁ ସେଠାରେ ଅଧିକ ଚାଷ କରିବା ପାଇଁ ଉର୍ବର ମୂର୍ତ୍ତିକା ଦେଖାଯାଏ। ସେଥିପାଇଁ ସେଠାରେ ଚାଷ ଜମିର ପରିମାଣ ଅଧିକ ଦେଖାଯାଏ ଓ ଲୋକମାନେ ସେଠାରେ ଚାଷ ମଧ୍ୟ ଅଧିକ କରିଥାନ୍ତି ଏବଂ ବସତି ମଧ୍ୟ ସେଠାରେ ଜନବସତି ମଧ୍ୟ ଅଧିକ ଦେଖାଯାଏ ସମତଳ ଭୂମି ଅଞ୍ଚଳର। ଠିକ୍ ଅଛି। ତ ପାର୍ବତ୍ୟ ଅଞ୍ଚଳରେ ସୋପାନ ଚାଷ ଏବଂ ଜଙ୍ଗଲ ଅଞ୍ଚଳରେ ପୋଡୁ ଚାଷ ବୋଲି କରାଯାଏ। ତ ବୁଝିପାରିଲ ସୋପାନ ଚାଷ କେମିତି? ନା ସୋପାନ ଚାଷ ଆମର ଷ୍ଟେପ୍ ବାଇ ଷ୍ଟେପ୍ କରାଯାଏ। କୋଉଠି ଆମର ଚା ବଗିଚା ତମେ ଦେଖିଥିବ ଏମିତି ପାହାଡ଼ ଉପରକୁ କରାଯାଏ। ସେମିତି ଜଙ୍ଗଲର ଅଞ୍ଚଳରେ ପୋଡୁ ଚାଷ ମାନେ ଜଙ୍ଗଲର ଗୋଟିଏ ଅଞ୍ଚଳକୁ ପୋଡ଼ିକି ସେଠାରେ ଆମର ଚାଷ କରାଯାଏ। ଓଡ଼ିଶାରେ ମୁଖ୍ୟତଃ ଏଟାକୁ ପୋଡୁ ଚାଷ ବୋଲି କୁହାଯାଏ। ଯେତେବେଳେ ସେ ଅଞ୍ଚଳରେ ଆମର ଲୋକମାନେ ଦେଖନ୍ତି ବାରମ୍ବାର ଚାଷ କରିବା ଦ୍ୱାରା ସେ ମୂର୍ତ୍ତିକାର ଉର୍ବରତା କମିଯାଏ, ସେ ଅଞ୍ଚଳ ଛାଡ଼ିକି ଲୋକମାନେ ଆଉ ଗୋଟେ ଜାଗାକୁ ଯାଇକି ଜଙ୍ଗଲକୁ ସେ ପୋଡ଼ି ଯାଇକି ଆଉ ଗୋଟେ ଜଙ୍ଗଲରେ ଯାଇକି କିଛି ଜାଗାକୁ ସେମାନେ ପୋଡ଼ିକି ସଫା କରନ୍ତି। ତାପରେ ସେଠି ଆଉଥରେ ସେମାନେ ଚାଷ କରନ୍ତି। ସେଟାକୁ ପୋଡୁ ଚାଷ ବୋଲି କୁହାଯାଏ। ତା ମାନେ ଶିଫ୍ଟ କଲ୍ଟିଭେସନ। ଗୋଟେ ଜାଗାରେ ସେମାନେ ଚାଷ କଲେ କିଛି ସମୟ ପରେ ଆମର ସେଟା ଯଦି ସେ ଜାଗାର ଉର୍ବରତା କମି ଯାଉଛି, ସେ ଜାଗା ଛାଡ଼ିକି ସେମାନେ ଆଉ ଗୋଟେ ଜାଗାକୁ ସଫା କରିକି ସେଠାରେ ଚାଷ କରିଥାନ୍ତି। ଠିକ୍ ଅଛି। ଏଟାକୁ ଆସାମରେ ଝୁମ୍ ଚାଷ ବୋଲି କୁହାଯାଏ। ବୁଝିପାରିଲ? ତାପରେ କୃଷି ଅଲଭ୍ୟ ଭୂମି, ଯୋଉଟା କି ନନ୍ ଏଗ୍ରିକଲଚରାଲ ଲ୍ୟାଣ୍ଡ। ଦେଖ ଜନସଂଖ୍ୟା ବୃଦ୍ଧି ଏବଂ ସହରୀକରଣ ଯୋଗୁଁ ରାସ୍ତା ଘାଟ, ରେଳପଥ ଏବଂ କଳକାରଖାନା ତିଆରି ପାଇଁ ଅଧିକ ଜମି ବ୍ୟବହାର ହେଉଛି। ଲୋକ ସଂଖ୍ୟା ବଢୁଛନ୍ତି, ସେଥିପାଇଁ ଆମର ଘର, ରାସ୍ତାଘାଟ, ରେଳପଥ ମଧ୍ୟ ଅଧିକ ଦରକାର। ତେଣୁ ଏହି କାମରେ ବ୍ୟବହାର ହେଉଥିବା ଜମିର ପରିମାଣ 1950-51 ତୁଳନାରେ ପ୍ରାୟ 3 ଗୁଣ ବଢିଛି। ଯେହେତୁ କୃଷି ଭୂମି ବଢିଛି, ଏହା ସହିତ ଆମର କୃଷି ଅଲଭ୍ୟ ଭୂମି ମଧ୍ୟ ବଢିଛି। 1950-51ରେ ଆମର ଲୋକ ସଂଖ୍ୟା କମ୍ ଥିଲେ, କିନ୍ତୁ ଏବେ ଯଦି ଆମେ ଦେଖିବା ତା ତୁଳନାରେ ଲୋକ ସଂଖ୍ୟା ବହୁତ, ତ ସେଥିପାଇଁ କୃଷି ଅଲଭ୍ୟ ଭୂମିର ମଧ୍ୟ ଆମର କ'ଣ ସେ 1950-51 ତୁଳନାରେ ପ୍ରାୟ 3 ଗୁଣ ବଢିଛି ବୋଲି ଆମେ କହିପାରିବା। ତାପରେ ଅଛି ଦେଖ ପତିତ ଏବଂ କ୍ଷୟପ୍ରାପ୍ତ ଭୂମି। ଦେଖ ପତିତ କ୍ଷୟପ୍ରାପ୍ତ ଭୂମିର ସମସ୍ୟା କ'ଣ? ନା 2019 ତଥ୍ୟ ଅନୁସାରେ ଭାରତରେ ପ୍ରାୟ 96.4 ନିୟୁତ ହେକ୍ଟର ଜମି ନଷ୍ଟ ବା କ୍ଷୟ ହୋଇଯାଇଛି। କାରଣ ଅତ୍ୟଧିକ ପଶୁଚାରଣ, ଜଙ୍ଗଲ କ୍ଷୟ, ମାଟି ତଳୁ ଖଣିଜ ଦ୍ରବ୍ୟ ବ୍ୟବହାର କରିବା, ଜଳ ଏବଂ ପବନ ଦ୍ୱାରା ମାଟି ଧୋଇ ଯିବା ଯୋଗୁଁ ଜମି ନଷ୍ଟ ହେଉଛି। 2019ର ଆମର ତଥ୍ୟ ଅନୁସାରେ 2019 ଅନୁସାରେ 96.4 ନିୟୁତ ହେକ୍ଟର 96.4 ନିୟୁତ ହେକ୍ଟର ଜମି ନଷ୍ଟ ହେଉଛି। ଦେଖ କେତେ ଯେ ଜମି ନଷ୍ଟ ହେଇଛି, କାରଣ ଅତ୍ୟଧିକ ପଶୁଚାରଣ ଯୋଗୁଁ ଜମିର ଉର୍ବରତା କମୁଛି, ଜଙ୍ଗଲକୁ ନଷ୍ଟ କରିଦେବାରୁ ଜମିର ଉର୍ବରତା କମୁଛି, ମାଟି ତଳୁ ଖଣିଜ ତେଲ ବ୍ୟବହାର କରିବା ଦ୍ୱାରା ମଧ୍ୟ ଜମି ନଷ୍ଟ ହେଉଛି ଏବଂ ଏଥିଦ୍ୱାରା ଜଳ ପବନ ଯେତେବେଳେ ଜୋରରେ ପାଣି ଆସୁଛି, ସେତେବେଳେ ସେ ମୂର୍ତ୍ତିକାକୁ ଧୋଇକି ନେଇଯାଉଛି। ଯେହେତୁ ଆମର ସବୁ କ'ଣ ଭୂମିର ଉର୍ବରତା କମ୍ ଅଛି, ତାହାର ଭୂମିର ଉର୍ବରତା ଯେତେବେଳେ କମ୍ ଥିବ, ସେତେବେଳେ ସେ ପାଣି ଦ୍ୱାରା ପବନ ଦ୍ୱାରା ଧୋଇକି ପଳେଇବ, ଯାହାଫଳରେ ଆମର ଜମି ନଷ୍ଟ ହେବାରେ ଲାଗିଛି। ତ ବୁଝିପାରିଲ? ତ ସେଥିପାଇଁ ଆମର ଏଇସବୁ କାରଣ ଗୁଡ଼ିକ ଆମର ଭୂମିକୁ ନଷ୍ଟ କରିବାରେ ଆମର ମୁଖ୍ୟ କାରଣ ସାଜିଛନ୍ତି। ପଶୁଚାରଣ, ଜଙ୍ଗଲ କ୍ଷୟ, ମାଟି ତଳୁ ଖଣିଜ ଦ୍ରବ୍ୟ ବ୍ୟବହାର କରିବା, ଏହିସବୁ ମୁଖ୍ୟ କାରଣ ହୋଇଥାନ୍ତି। ଠିକ୍ ଅଛି। କୃଷି ଭୂମିର ପ୍ରସାର ପଢ଼ିଲ, କୃଷି ଅଲଭ୍ୟ ଭୂମି ପଢ଼ିଲେ, ପତିତ ଏବଂ କ୍ଷୟପ୍ରାପ୍ତ ଭୂମି ଆମେ ଦେଖିଲେ। ଠିକ୍ ଅଛି। ଏବେ ଦେଖିବା ଭୂ ସମସ୍ୟାର ଆମେ ସମାଧାନ କେମିତି କରିବା। ଭୂମି ଯଦି ନଷ୍ଟ ହେଉଛି, ତାର ସମାଧାନ ଆମେ କେମିତି କରିବା ତାହା ଦେଖିବା। ତ ପ୍ରଥମେ ଆମେ ପୁନଃବନୀକରଣ, ମୁଖ୍ୟତଃ ଭୂମିକୁ ଆମେ ରକ୍ଷା କରିବା ପାଇଁ ଆମର ଗଛ ହେଲା ମୁଖ୍ୟତଃ। ଗଛ ଲଗେଇଲେ ହିଁ ଭୂମିକୁ ସେ ତାର ଚେର ସାହାଯ୍ୟରେ ପୁରା ଜାବୁଡ଼ିକି ଧରିକି ରଖିବ, ଯାହା ଫଳରେ ଆମ ମୂର୍ତ୍ତିକା ଏତେ ସହଜରେ ନଷ୍ଟ ହେବ ନାହିଁ। ଯେହେତୁ ଆମେ ଜଙ୍ଗଲ ନଷ୍ଟ କରୁଛନ୍ତି, ଆମର ମୂର୍ତ୍ତିକା
ତାର ଉର୍ବରତା କମେଇ ଦଉଛି, ମୃତ୍ତିକା ତାର କ'ଣ ଷ୍ଟ୍ରଙ୍ଗ ସେ ୱିକ୍ ହେଇଯାଉଛି, ଯାହାଫଳରେ ସେ ଇଜିଲି ପାଣି ଦ୍ୱାରା ପବନ ଦ୍ୱାରା ଧୋଇ ହେଇଯାଉଛି। ସେଥିପାଇଁ ପ୍ରଥମ ଷ୍ଟେପ୍ ହେଉଛି ଭୂ ସମସ୍ୟାର ସମାଧାନରେ ପୁନଃ ବନୀକରଣ, ମାନେ ପୁଣି ଆଉଥରେ ଆମେ ଗଛ ଲଗାଇବା, କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା। ତାପରେ ନିୟନ୍ତ୍ରିତ ପଶୁଚାରଣ, ଆମେ ଗାଈ ଗୋରୁକୁ ଚରିବା ପାଇଁ ସ୍ଥାନକୁ ନିୟନ୍ତ୍ରଣ କରିବା। ଅତ୍ୟଧିକ ପଶୁଚାରଣ ଦ୍ୱାରା ମଧ୍ୟ ଆମର କ'ଣ ହେଉଛି, ଜମିମାନଙ୍କର ଉର୍ବରତା କମୁଛି, ମାନେ କ'ଣ ଜମିରେ ପାଣି ପବନ ଦ୍ୱାରା ସେଗୁଡ଼ା ଇଜିଲି ସେମାନେ ଧୋଇ ହେଇଯାଉଛନ୍ତି। ସେଥିପାଇଁ ନିୟନ୍ତ୍ରିତ ପଶୁଚାରଣ କରିବା। ତାପରେ ବାଲୁକା ପାହାଡ଼ ରଖିବା, ମରୁଭୂମି ଅଞ୍ଚଳରେ କଣ୍ଟା ଗଛ ଲଗାଇ ବାଲି ମାଡ଼ିବାକୁ ରୋକିବା, ମାନେ କ'ଣ ବାଲୁକା ପାହାଡ଼ ରଖିବା। ବାଲିର ଯେଉଁ ସବୁ ପାହାଡ଼ ସୃଷ୍ଟି ହେଉଛି ମରୁଭୂମି ଅଞ୍ଚଳରେ, ପବନ ଦ୍ୱାରା ଏପଟ ପବନ ଦ୍ୱାରା ବାଲିର ସବୁ ଛୋଟ ଛୋଟ କଣିକା ମାନେ ବହୁତ ଦୂରକୁ ମାନେ ଟ୍ରାଭେଲ୍ କରିକି ସେଠାରେ ଗୋଟେ ଗୋଟେ ପାହାଡ଼ ଭଳିଆ ଫର୍ମେସନ୍ କରିଦେଉଛନ୍ତି। ତ ସେଥିରେ ଆମେ ମରୁଭୂମି ଅଞ୍ଚଳରେ କଣ୍ଟା ଗଛ ଲଗାଇ ସେଇ ସବୁ ବାଲି ମାଡ଼ିବାକୁ ରୋକିବା। ବୁଝିପାରିଲ, ବାଲୁକା ପାହାଡ଼କୁ ରୋକିବା। ତାପରେ ବର୍ଜ୍ୟବସ୍ତୁ ପରିଚାଳନା, କଳକାରଖାନାରୁ ବାହାରୁଥିବା ଦୂଷିତ ପାଣି ଓ ବର୍ଜ୍ୟବସ୍ତୁକୁ ସଠିକ୍ ଭାବେ ନଷ୍ଟ କରିବା। ସେଇ ସବୁ ବର୍ଜ୍ୟବସ୍ତୁ ପରିଚାଳନା, ଯେତେ ସବୁ କଳକାରଖାନାରୁ ବାହାରୁଛି ସେଗୁଡ଼ା ସବୁ ମାଟିରେ ହିଁ ଏମିତି ରହିଯାଉଛନ୍ତି। ମାଟିରେ ରହିବା ଦ୍ୱାରା ସେ ସବୁ ବର୍ଜ୍ୟବସ୍ତୁ ପଡ଼ିକି ବହୁତ ଦିନ ହେଲା ମାଟିରେ ସେମାନେ ରହି ମାଟିରେ ମିଶି ଯାଉଛନ୍ତି, ଯାହାଫଳରେ ମାଟିର ଉର୍ବରତାକୁ ସେମାନେ କମେଇ ଦେଉଛନ୍ତି। ସେଥିପାଇଁ ତାର ଉଚିତ ପରିଚାଳନା କରିବା, ଠିକ୍ ଜାଗାରେ ନେଇକି ତାକୁ ପକାଇବା। ତାର ଠିକ୍ ଆମେ ତାପରେ ଠିକ୍ ଜାଗାରେ ଯଦି ଜିନିଷଟା ପଡ଼ିଲା, ଠିକ୍ ଜାଗାରେ ବର୍ଜ୍ୟବସ୍ତୁଟି ଆମେ ନେଇକି ପକାଇ ପାରିଲେ, ତ ମାଟିର ଉର୍ବରତା କମିବ ନାହିଁ। ପ୍ଲାଷ୍ଟିକ୍ର ବି ମଧ୍ୟ ଆମେ ବ୍ୟବହାର କମ୍ କରିବା। ପ୍ଲାଷ୍ଟିକ୍କୁ ମାଟିରେ ଏଣେ ତେଣେ ପକାଇବା ନାହିଁ। ପ୍ଲାଷ୍ଟିକ୍ ଦ୍ୱାରା ହିଁ ମଧ୍ୟ ମାଟିର ଉର୍ବରତା ବହୁତ କମିଥାଏ। ବୁଝିପାରିଲ। ତାପରେ ଯୋଜନାବଦ୍ଧ ବ୍ୟବହାର, ଜମିର ବ୍ୟବହାର ପାଇଁ ଏକ ସୁଚିନ୍ତିତ ସରକାରୀ ଯୋଜନା ପ୍ରଣୟନ କରିବା। ଆମେ ଜମି ବ୍ୟବହାର ପାଇଁ ଏକ ସୁଚିନ୍ତିତ ସରକାରୀ ଯୋଜନା ପ୍ରଣୟନ କରିବା। ବୁଝିପାରିଲ କ'ଣ କ'ଣ କଲେ? ପୁନଃ ବନୀକରଣ, ନିୟନ୍ତ୍ରିତ ପଶୁଚାରଣ, ବାଲୁକା ପାହାଡ଼ ରୋକିବା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଯୋଜନାବଦ୍ଧ ବ୍ୟବହାର। ତ ସାର କଥାରେ କ'ଣ ଲେଖା ହେଇଛି ନା, ଆମର 95% ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ ଆମକୁ ଜମିରୁ ହିଁ ମିଳେ। ତ ଜମିକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ବୁଝିପାରିଲ, ଜମି ଆମ ପାଇଁ କେତେ ମୂଲ୍ୟବାନ। ମାଟି ଆମର ମା ସଦୃଶ। ସେଥିପାଇଁ ଆମେ ଜମିର ଆମେ ସୁରକ୍ଷା ରଖିବା ଅତ୍ୟନ୍ତ ଆବଶ୍ୟକ। ଯେବେ ପର୍ଯ୍ୟନ୍ତ ଆମେ ସବୁ ଛୋଟରୁ ନେଇକି ଆମର ଗୋଟିଏ ଛୋଟ କାମରୁ ନେଇ କେତେ ବଡ଼ କାମ ସବୁ କିଛି ଆମେ ମାଟିରେ ହିଁ କରିଥାନ୍ତି। ସକାଳୁ ଉଠିଲାରୁ ଆମେ ମାଟିରୁ ଆରମ୍ଭ କରି ସେଥିରେ ଶୋଇଲା ବେଳେ ହିଁ ଆମେ ମାଟି ଉପରେ ହିଁ ମନେ ପକେଇ ଶୋଇଥାନ୍ତି। ତ ମାଟି ଗୋଟେ ଏମିତି ଜିନିଷ ଯିଏକି ଆମର ଜୀବନରେ ସବୁ କିଛିରେ ଏକ ମୂଲ୍ୟବାନ ଅଙ୍ଗ ରୂପରେ କାର୍ଯ୍ୟ କରୁଛି। ତ ବୁଝିପାରିଲ ମାଟି ଆମ ପାଇଁ ମୂଲ୍ୟବାନ କେତେ ପିଲାମାନେ। ତ ମାଟିକୁ ଆମେ ମା ସଦୃଶ ମନେ ରଖିବା, ମାଟିକୁ ମା ସଦୃଶ ଭଲ ପାଇବା ଏବଂ ତାର ସୁରକ୍ଷା କରିବା। ଠିକ୍ ଅଛି, ବୁଝିପାରିଲ ଆଜିର ଯେତିକି ସବୁ ଆମେ ପଢ଼ିଲେ? ବୁଝିପାରିଲ ପିଲାମାନେ? ପ୍ରଥମେ ଆମେ ଦେଖିଲେ ଭୂ ସମ୍ବଳ କ'ଣ, ଭୂ ସମ୍ବଳର ବ୍ୟବହାର କେମିତି କଲା, କୋଉ କ୍ଷେତ୍ରରେ ହେଲା। ତାପରେ ଭାରତର ଭୌଗୋଳିକ ଅବସ୍ଥିତି, ଅକ୍ଷାଂଶ ଦ୍ରାଘିମା ଦେଖିଲେ। ଭାରତର ଅକ୍ଷାଂଶ ଦ୍ରାଘିମା କୋଉଠି ରହିଛି, କେତେ ରହିଛି। ଭାରତର ସବୁଠାରୁ ଦକ୍ଷିଣତମ ସ୍ଥାନ ହେଉଛି ଇନ୍ଦିରା ପଏଣ୍ଟ, ଯେଉଁଟାକି ଆଣ୍ଡାମାନ ନିକୋବର ରହିଛି। ଭାରତର ଆକାର ଜାଣିଲ, କେତେ ଆକାର, ବିଶ୍ୱର ସ୍ଥଳଭାଗର କେତେ ଭାଗ। ତାପରେ ସ୍ଥଳ ସୀମା ମନେ ରଖିଦେବ, ଉପକୂଳ ସୀମା କେତେ ରହିଛି ମନେ ରଖିଦେବ। ତାପରେ ଆମର ପଡ଼ୋଶୀ ଦେଶ କ'ଣ କ'ଣ, ଉତ୍ତରରେ ଏପଟେ ଆମର ଉତ୍ତରରେ ଚୀନ ଆଉ ଭୁଟାନ ଆଉ ନେପାଳ, ଭୁଟାନ ରହିଲେ। ଉତ୍ତର ପଶ୍ଚିମରେ ପାକିସ୍ତାନ, ଆଫଗାନିସ୍ତାନ ରହିଲେ। ଏପଟେ ଆମର ପୂର୍ବରେ ବାଂଲାଦେଶ ଆଉ ମିଆଁମାର ରହିଲେ। ଦକ୍ଷିଣରେ ଶ୍ରୀଲଙ୍କା ରହିଲା। ଠିକ୍ ଅଛି, ବୁଝିପାରିଲ? ଏସବୁ ରହିଲା। ତାପରେ ଭୂ ସମ୍ବଳର ପ୍ରକାର ଭେଦ ଦେଖିଲେ, ସମତଳ ଭୂମି ରହିଛି। ସମତଳ ଭୂମି ହେଲା 43%, ପାର୍ବତ୍ୟ ଭୂମି 30%, ମାଳଭୂମି ଆମର 27%। ବୁଝିପାରିଲ? ଭାରତରେ ଆମର ମୋଟ ଜମିର ଭାଗ କେତେ, 55 ଭାଗ। କିନ୍ତୁ ବିଶ୍ୱର ଯେତିକି ସ୍ଥଳ ଭାଗ ରହିଛି ତା ହାରରେ ବିଶ୍ୱର କେତେ, 11%। ତେଣୁ ଭାରତରେ ବିଶ୍ୱ ତୁଳନାରେ ବହୁତ ଅଧିକ ମାତ୍ରାରେ ଚାଷ ଜମି ରହିଛି ବୋଲି ଆମେ ଦେଖିଲେ। ଠିକ୍ ଅଛି, ବୁଝିଲ? ତାପରେ ଭାରତରେ ଭୂ ବ୍ୟବହାର ଆମେ କେତେ ପ୍ରକାର ବିଭକ୍ତ କଲେ, 5 ଭାଗରେ ବିଭକ୍ତ କଲେ। ଭାରତର ଭୂମିକୁ ଅରଣ୍ୟ ଭୂମି, କୃଷି ପାଇଁ ଅଲଭ୍ୟ ଭୂମି, ଅନ୍ୟାନ୍ୟ ଅଣକୃଷି ଭୂମି ଏବଂ ପତିତ ଭୂମି, ତାପରେ ପ୍ରକୃତ ଚାଷ ଜମି 5 ଭାଗରେ ବିଭକ୍ତ କଲେ। ଠିକ୍ ଅଛି, ବୁଝିପାରିଲ? ତାପରେ ଆମେ ଦେଖିଲେ ଅରଣ୍ୟ ଭୂମି। ତାପରେ ଅରଣ୍ୟ ଭୂମି କେତେ ପ୍ରତିଶତ, ଚାଷ ପାଇଁ ଅନୁପଯୁକ୍ତ ଭୂମି କେତେ ପ୍ରତିଶତ, ଅନ୍ୟାନ୍ୟ ଅଣକୃଷି ଭୂମି କେତେ, ପତିତ ଭୂମି କେତେ, ମୋଟ ଚାଷ ଜମି କେତେ। ମୋଟ ଚାଷ ଜମିର ଟିକେ ମନେ ରଖିବ, ଅରଣ୍ୟଟା ଟିକେ ମନେ ରଖିବ, ଆଉ ତାର ମୋଟ ଆୟତନ ମଧ୍ୟ ମନେ ରଖିବ। ଆଉ ପତିତ ଭୂମିଟା ବି ଟିକେ ଦେଖିଥିବ ହେଲା। ମୁଖ୍ୟତଃ ଆସେନି ହେଲେ ବି ଦେଖିଥିବ। ପତିତ ଭୂମି ଆମେ 2 ପ୍ରକାର ଦେଖିଲେ, ଚଳନ୍ତି ପତିତ, ପୁରୁଣା ପତିତ। ଚଳନ୍ତି ପତିତ 1 ବର୍ଷରୁ କମ୍ ବ୍ୟବହାର ନ ହେଇଥିଲେ, ଆଉ ପୁରୁଣା ପତିତ 1 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ବ୍ୟବହାର ନ ହେଇଥିଲେ। ତାପରେ ଆମର ଭୂ ବ୍ୟବହାରରେ ଆମେ କ'ଣ କ'ଣ ସବୁ ଆବଶ୍ୟକତା ପୂରଣ କରିଥାଏ ଦେଖିଲେ। ତାପରେ ଅରଣ୍ୟ ଭୂମି କେଉଁଠି ସ୍ଥିତି, ତାର ଜଙ୍ଗଲ କାହିଁକି କମୁଛି, ତାର ଆମେ କ'ଣ ପଦକ୍ଷେପ ନେଇପାରିବା, କେଉଁଠାରେ ଅଧିକ କେଉଁଠାରେ କମ୍,
ରହିଛି ଦେଖିଲେ ଚାରଣ ଗଛର ଭୂମି ଆମର କେତେ ପ୍ରତିଶତ ରହିଛି, କାହିଁକି ସବୁ ଚାରଣ ଗଛର ଭୂମି କମିବାରେ ଲାଗିଛି? ଅଧିକ ଚାରଣ ଭୂମି ଆମର ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡରେ ରହିଛି ବୋଲି ଆମେ ଦେଖିଲେ। ଠିକ ଅଛି, କୃଷି ଭୂମି ଆମର କେତେ ପ୍ରତିଶତ ଦେଖିଲେ? ଆଉ ଆମର ଭାରତ ଯେହେତୁ କୃଷି ବହୁଳ ଦେଶ, ତେଣୁ ଜିଡିପିରେ ମଧ୍ୟ କୃଷିର ଅବଦାନ ପ୍ରାୟ ବହୁତ ମାତ୍ରାରେ ବହୁତ ଅନ୍ୟ ତୁଳନାରେ ଅଧିକ। 15.8% ଜିଡିପି ଭାରତ କୃଷି ମାଧ୍ୟମରେ ମିଳିଥାଏ। ତାପରେ ଗାଙ୍ଗେୟ ସମତଳ ଭୂମି କୋଉଠି ଅଛି? ଗାଙ୍ଗେୟ ସମତଳ ଭୂମି ଚାଷ ଉପଯୋଗୀ ପାଇଁ ଅଧିକ ବୋଲି ଦେଖିଲେ, କାରଣ ଗାଙ୍ଗେୟ ସମତଳ ଭୂମିରେ ଗଙ୍ଗା, ବ୍ରହ୍ମପୁତ୍ର, ଯମୁନା ନଦୀର ଅବବାହିକା ରହିଛି। ନଦୀ କୂଳରେ ମୁଁ କହିଛି ଭଲ ଚାଷ ଜମି ହବ। ନଦୀ କୂଳ ମାନଙ୍କରେ ପଟୁ ମାଟିର ଲେୟାର ଦେଖାଯାଏ, ଯାହା ଫଳରେ ପଟୁ ମାଟି ଚାଷ ଜମି ପାଇଁ ବହୁତ ଉର୍ବର। ତେଣୁ ସେଠାରେ ବହୁତ ଜନବସତି ଦେଖାଯାଏ, ଭଲ ଚାଷ ଉପଯୋଗୀ ଜମି, ଭଲ ଚାଷ ମଧ୍ୟ ହେଇଥାଏ। ତାପରେ ହିମାଳୟ ମଧ୍ୟ ଭାରତରେ କିଛି ଅଞ୍ଚଳ ଅରଣ୍ୟ ଭୂମି ଅଛି ବୋଲି ଦେଖିଲେ। ପଶ୍ଚିମ ରାଜସ୍ଥାନରେ ମରୁ ବା ପତିତ ଭୂମି ଅଛି ବୋଲି ଦେଖିଲେ। ତାପରେ କୃଷି ଭୂମିର ପ୍ରସାର କେମିତି ହେଇଛି ଦେଖିଲେ, ସ୍ୱାଧୀନତା ପରେ ପରେ କେତେ ଥିଲା, ତାପରେ ଏବେ ଆମର 2018-19 ମସିହାରେ କେତେ ହେଇଛି ଦେଖିଲେ। ତାପରେ ପାର୍ବତ୍ୟ ଅଞ୍ଚଳରେ ଆମେ ଯୋଉ ସବୁ ଚାଷ ହଉଛି, ଆସାମରେ ଚା ଚାଷ ହଉଛି ପାହାଡ ମାନଙ୍କରେ, ସେଟା ଆମେ ସୋପାନ ଚାଷ ବୋଲି କହୁଛେ। ଆଉ ଆମର ପୋଡୁ ଚାଷ, ଓଡିଶାରେ ଆମେ ପୋଡୁ ଚାଷ ଗୋଟିଏ ଜଙ୍ଗଲରେ ଯାଇ ଗୋଟେ ଜାଗାକୁ ପୋଡି ଦେଇକି ସେଠି ଚାଷ କରିଦେଲେ, ତାପରେ ସେ ଚାଷ ଯଦି କିଛି ସମୟ ପରେ ସେ ମାଟିର ଉର୍ବରତା ସରିଗଲା ପରେ ସେ ଜାଗା ଛାଡିକି ଆଉ ଗୋଟେ ଜାଗାକୁ ଯାଇ ଚାଷ କରିବା, ସେଇଟା ହେଲା ସିଫ୍ଟିଂ କଲ୍ଟିଭେସନ ବା ପୋଡୁ ଚାଷ ବୋଲି ଆମେ କହିଲେ। ଆସାମରେ ସେଇ ପୋଡୁ ଚାଷକୁ ଝୁମ୍ ଚାଷ ବୋଲି କୁହାଗଲା। ତାପରେ କୃଷି ଅଲଭ୍ୟ ଭୂମି ଦେଖିଲେ, ଆମର କୃଷି ଅଲଭ୍ୟ ଭୂମି ଦିନକୁ ଦିନ ବଢିବାରେ ଲାଗିଛି। 1950-51 ମସିହାରେ ଯେତିକି କୃଷି ଅଲଭ୍ୟ ଭୂମି ଥିଲା, ତେବେ ଏହା ଏବେ କେତେ କଣ 3 ଗୁଣ ଅଧିକ ବଢିଛି ବୋଲି ଦେଖିଲେ। ତାପରେ ପତିତ କ୍ଷୟପ୍ରାପ୍ତ ଭୂମିର କାରଣ କଣ ପାଇଁ ଆମର ଭୂମି କ୍ଷୟ ହେବାରେ ଲାଗିଛି? ଆମର ଅଧିକ ପଶୁ ଚାରଣ, ଜଙ୍ଗଲ କ୍ଷୟ ଏବଂ ମାଟି ତଳୁ ଯୋଉ ଖଣିଜ ଦ୍ରବ୍ୟ ବାହାର କରାହେବା ଦ୍ୱାରା ଜଳପବନ ଦ୍ୱାରା ମାଟି ବୋହି ହେଇଯାଉଛି। ଏହା ଆମେ ଦେଖିଲେ। ପତିତ କ୍ଷୟପ୍ରାପ୍ତ ଭୂମି 2019 ତଥ୍ୟ ଅନୁସାରେ 96.4 ନିୟୁତ ହେକ୍ଟର ବୋଲି ଆମେ ଆକଳନ କରିଛନ୍ତି। ତାପରେ ଭୂ ସମସ୍ୟାର ସମାଧାନ ଆମେ ପଢିଲେ କଣ କଣ ଆମେ କରିପାରିବା। ମୁଖ୍ୟତଃ ଭୂ ସମସ୍ୟାର ସମାଧାନରେ ଆମର ପୁନଃ ବନୀକରଣ, ନିୟନ୍ତ୍ରିତ ପଶୁଚାରଣ, ବାଲୁକା ପାହାଡ ରଖିବା, କାହା ଦ୍ୱାରା ନା କଣ୍ଟା ଗଛ ଲଗାଇବା, ବର୍ଜ୍ୟବସ୍ତୁ ପରିଚାଳନା ସଠିକ ଭାବରେ କରିବା ଏବଂ ଯୋଜନାବଦ୍ଧ ବ୍ୟବହାର ସରକାରୀ ନିୟମ ପ୍ରଣୟନ କରିବା। ବୁଝିପାରିଲ ପିଲାମାନେ? ବହୁତ ସାରା ଜିନିଷ ଆଜି ପଢିଲେ, ତମେମାନେ ଟିକେ ଭଲସେ ଭିଡିଓଟି ଦେଖିବ। ଆଉ ତାପରେ ଆମର କଣ କରିବ, ଟିକେ ଭଲସେ ପଢିବ, ବୁକରେ ଯାଇ ଟିକେ ପଢିବ। ତାପରେ ପଢିଦେଲା ପରେ ତମେ ଜିନିଷଟି ମନେ ରଖିବ ଆଉ ବାରମ୍ବାର ରିଭାଇଜ କରିବ। ଠିକ ଅଛି, ଆଜି ଏତିକି ରଖିବା ପିଲାମାନେ, ପୁଣି ଦେଖା ହବା ନେକ୍ସଟ ଭିଡିଓରେ। ଥ୍ୟାଙ୍କ ୟୁ।